ଶେଷରେ ଗୋଟିଏ ପଦ ଭକ୍ତି ସଙ୍ଗୀତ ମୁଁ ଗାଇଲି। କବି ହେଲେ ମାଧବ ଚନ୍ଦ୍ର ସାମନ୍ତରାୟ। କବି ମାଧବ ଚନ୍ଦ୍ର ସାମନ୍ତରାୟ ସାମନ୍ତରାୟ ଖଣ୍ଡପଡ଼ା ଗଡ଼ ଭଲ ଜଣେ ପାଲା ଗାୟକ ଗାୟକ ଏବଂ ଜଣେ କବି ଦେଖ ଏବଂ ଜଣେ ଅବସରପ୍ରାପ୍ତ କଣ ପ୍ରଧାନ ଶିକ୍ଷକ। ଶିକ୍ଷକ ଶିକ୍ଷକ ଜଣେ ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଜଣେ ପାଲା ଗାୟକ ଏବଂ କବି ମଧ୍ୟ। କେତେବେଳେ କଣ ଏଗୁଡା କରୁଥିଲେ ତାଙ୍କରି ରଚନାରୁ ଗୋଟିଏ ପଦ ମୁଁ ଗାଇଛି। ଭଜ ମନ ରାମଚନ୍ଦ୍ର ପାଦ କଞ୍ଜକୁ ଆଜ୍ଞା ରେ ମୂଢ ମନ। ଭଗବାନ ରାମଚନ୍ଦ୍ର ପୁରୁଷୋତ୍ତମ ମର୍ଯ୍ୟାଦା ପୁରୁଷୋତ୍ତମ ରାମ 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 ଲୀଳାମୟ ପୁରୁଷୋତ୍ତମଙ୍କର ପଦ କଞ୍ଜକୁ ପାଦ ପଦ୍ମକୁ ରେ ମନ ତାଙ୍କରି ଜନ୍ମ ତିଥିରେ ଏକାଗ୍ର ଭାବରେ ଟିକିଏ ଭଜନ କରରେ। ଭଜ ସରୋଜ ନୟନ। କଣ କହିଲ କଞ୍ଜ? ଯୋଉ ପ୍ରଭୁ ରାମଚନ୍ଦ୍ରଙ୍କର ନେତ୍ର ଦ୍ୱୟ, ଆଖି ଦ୍ୱୟ, ନୟନ ଦ୍ୱୟ ଆଜ୍ଞା ସଜ ସରୋଜ। ସଜ ସରୋଜ ସଜ କହିଲେ ସଦ୍ୟ ପ୍ରସ୍ଫୁଟିତ ହେଇଥିବା, ମଳିନ ପଡ଼ିନଥିବା, ଆଜ୍ଞା ସଦ୍ୟ ପ୍ରସ୍ଫୁଟିତ। ସରୋଜ କହିଲେ ପଦ୍ମ ଭଳି। ଯୋଉ ପ୍ରଭୁ ରାମଚନ୍ଦ୍ରଙ୍କର ପବିତ୍ର ନେତ୍ର ଦ୍ୱୟ, ସୁନ୍ଦର ନେତ୍ର ଦ୍ୱୟ, ସେଇ ରାମଚନ୍ଦ୍ରଙ୍କର ପବିତ୍ର ପଦକଞ୍ଜକୁ ଟିକିଏ ଧ୍ୟାନ କର। ଗୌତମ ବାମା ସତୀ ଲଭିଳା ସଦ୍ୟ ମୁକତି ପରସେ ଯେଉଁ ଚରଣ ପଦ୍ମ ରଜକୁ। କଣ ହେଲା ବୁଝିବନି ହେ ମୋର ନମସ୍ୟ ଜ୍ଞାନୀ ମଣ୍ଡଳୀ। ବନ୍ଧୁ ମହାପ୍ରଭୁ ରାମଚନ୍ଦ୍ରଙ୍କର ପବିତ୍ର ନାମକୁ, ପବିତ୍ର ବ୍ରତକୁ ଆମେ ପାଳନ କରୁଛୁ ତାଙ୍କର ଜନ୍ମ ତିଥିରେ। କାହିଁକି ନା ଜଗତ ପାଇଁ ତାଙ୍କର ଯୋଉ କଲ୍ୟାଣ, ସେ ତ ସ୍ୱୟଂ ବ୍ରହ୍ମଙ୍କର ଅବତାର। ତଦ୍ ଭିନ୍ନ ଯାହା ସେ ଲୀଳା କରିଛନ୍ତି, ଯୋଉ ଜଗତର କଲ୍ୟାଣ କରିଛନ୍ତି, ସେ କଲ୍ୟାଣରୁ ଗୋଟିଏ ଛୋଟିଆ ଉଦାହରଣ ଦେଇଛନ୍ତି କବି। କହିଲେ ହେ ଜଗତ ଜନ ମାନେ, ଆପଣ ମାନେ ବିଚାର କରନ୍ତୁ। ଗୌତମ ବାମା ସତୀ, ଗୌତମ ନାମକ ଜଣେ ଋଷି ଥିଲେ। ଜଣେ ଋଷିଙ୍କର ନାମ ହେଲା ଗୌତମ ଏବଂ ସେ ଥିଲେ ବିବାହିତ। ଆଜ୍ଞା ଆଜିକାଲି ଯୁଗରେ ଆମର ଧାରଣା, ଯୋଉମାନେ ସନ୍ନ୍ୟାସୀ ବା ଯୋଉମାନେ ବାବାଜୀ, ଯୋଉମାନେ ବ୍ରହ୍ମଚାରୀ, ସେମାନେ ବିବାହ କରିବେ ନାହିଁ। ଯଦି କେହି ବିବାହ କଲା ତାହେଲେ ଆମ ସମାଜରେ ସେ ନିନ୍ଦା ପ୍ରାପ୍ତି ହଉଛି। କିନ୍ତୁ ଆପଣଙ୍କର ପୁରାଣରେ ଦେଖିବେ, ଯୋଉମାନେ ସାଧୁ ସନ୍ଥ ମୁନି ଋଷି ଏମାନେ ସବୁ ବାହା ହେଇଥିଲେ। କାରଣ ଏଥିରେ ଦି ପ୍ରକାରର ସନ୍ନ୍ୟାସୀ ଅଛନ୍ତି। ଗୋଟିଏ ହେଲେ ବ୍ରହ୍ମଚାରୀ, ଆଉ ଜଣେ ହେଲେ ଗୃହସ୍ଥ। ଇଏ ଚାରୋଟି ଆଶ୍ରମର କଥା ଆପଣଙ୍କର ପୁରାଣ ଶାସ୍ତ୍ର ମାନଙ୍କରେ କୁହାଯାଇଛନ୍ତି। ଚାରିଟି ବର୍ଣ୍ଣ, ଚାରିଟି ଆଶ୍ରମ। ଚାରିଟି ବର୍ଣ୍ଣ କହିଲେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ଚାରୋଟି ଆଶ୍ରମ କହିଲେ ବ୍ରହ୍ମଚର୍ଯ୍ୟାଶ୍ରମ, ତାପରେ ଗୃହସ୍ଥାଶ୍ରମ, ତାପରେ ବାନପ୍ରସ୍ଥାଶ୍ରମ, ତାପରେ ସନ୍ନ୍ୟାସ ଆଶ୍ରମ। ଜଣେ ବ୍ୟକ୍ତି ଯଦି ଇଚ୍ଛା କରେ ବୈଦିକ ବିଦ୍ୟା ଶିକ୍ଷା କରି ସାରିବା ପରେ, ବିଭିନ୍ନ ପ୍ରକାର ବେଦ ଉପନିଷଦକୁ ଶିକ୍ଷା କଲା ପରେ, ଯଦି ଜଣେ ଇଚ୍ଛା କରେ ସେ ସବୁଦିନ ପାଇଁ ବ୍ରହ୍ମଚାରୀ ହେଇପାରେ, ବିବାହ କରିବ ନାହିଁ, ଚିର ବ୍ରହ୍ମଚାରୀ। ଏଇଟା ମଣିଷର ଇଚ୍ଛାଧୀନ। ଆଉ ଯଦି ଜଣେ ଇଚ୍ଛା କରେ ଯୋଉ ବିଦ୍ୟାକୁ ପ୍ରାପ୍ତ ହେଇଛି, ଯୋଉ ବିଦ୍ୟାକୁ ଆୟତ୍ତ କରିଛନ୍ତି ଗୁରୁଙ୍କ ଠାରୁ, ସେହି ବିଦ୍ୟାକୁ ପ୍ରୟୋଗ କରି ସମାଜର କଲ୍ୟାଣ କରିବି ଏବଂ ସେହି ବିଦ୍ୟା ମାଧ୍ୟମରେ ମୁଁ ସାଂସାରିକ ଜୀବନ ଯାପନ କରିବି, ତାହେଲେ ତା ପାଇଁ ମଧ୍ୟ ବାଟ ଅଛି। ସେ ବିବାହ କରିବ, ଗୃହସ୍ଥାଶ୍ରମରେ ପ୍ରବେଶ କରିବ ଏବଂ ନିଜର ସଂସାର ଚଳେଇବ। ଏଥର ମଧ୍ୟ ଧର୍ମ ନଷ୍ଟ ହବ ନାହିଁ। କାରଣ ତୁ ଘର ଦ୍ୱାର ଛାଡିକି ତୁ ବାବାଜୀ ହେଇଯିବୁ, ତୁ ମନେକର ବ୍ରହ୍ମଚାରୀ ହେଇଯିବୁ, ପାଠଶାଠ ପଢିଲୁ, ବାହା ହବୁ ନାହିଁ, ଘର ସଂସାର କରିବୁ ନାହିଁ, ଖାଲି ତପସ୍ୟା କରିବୁ, ଜଣାଣ କରିବୁ, ଭଗବତ ଭକ୍ତି କରିବୁ, ଟଙ୍କା ରୋଜଗାର ହବ କି? ଟଙ୍କା ରୋଜଗାର ହବନି। ଆଚ୍ଛା ଯଦି ଟଙ୍କା ରୋଜଗାର ହବନି, ତୁ ବାବାଜୀ ଟିକେ ଖାଇବୁ ନା ନାହିଁ? ପିନ୍ଧିବୁ ନା ନାହିଁ?
ଦେହ ଖରାପ ହେଲେ ଔଷଧ ଖାଇବୁ କି ନାହିଁ? ଖାଇବି ଗୋଟିଏ ଘର ଭିତରେ ରହିବୁ କି ନାହିଁ? ରହିବି ଟଙ୍କା ଦରକାର କି ନାହିଁ? ସେଥିପାଇଁକା ପଇସା ଦରକାର ବିନା ପଇସାରେ ଇଏ ହବ କି? ନା ତାହେଲେ ତ ତୁ ଚାଷ କାମ କରିବୁନି, ନା ବେପାର ବାଣିଜ୍ୟ କରିବୁ ନାହିଁ, ନାହିଁ ନାହିଁ କାହାର ମୂଲପାତି ଲାଗିବୁ ନାହିଁ, ନାହିଁ ବ୍ୟବସାୟ ବାଣିଜ୍ୟ କରିବୁ ନାହିଁ। ହଁ ହଁ ତାହେଲେ ଏତକ ଯୋଉ ଖାଇବୁ ପିଇବୁ ପିନ୍ଧିବୁ ଆସିବ କୋଉଠୁ? କୋଉଠୁ ଆସିବ? ଭିତରି ବେପାର ଗଞ୍ଜେଇ 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 ବେପାର ଏଟା ବେପାର ତୁ ବାବାଜୀ ହେଇକିରି ବେପାର କରିବୁ? ଗଞ୍ଜେଇ ବେପାର ଯୋଉମାନେ ଆଜ୍ଞା ବ୍ରହ୍ମଚାରୀ ସେମାନେ ବ୍ୟବସାୟ କରିବେ? ଗଞ୍ଜେଇ ବେପାର ବ୍ରହ୍ମଚାରୀ ମାନେ କୌଣସି ବ୍ୟବସାୟ ବା ଲାଭଜନକ ହଁ ବୃତ୍ତି କରିବେ ନାହିଁ। ଏହା ଆମ ଆର୍ଯ୍ୟ ସମାଜର ନୀତି। ନୀତି ଯୋଉମାନେ ବିବାହ ନ କଲେ, ଘର ସଂସାର ନ କଲେ, ସେମାନେ କୌଣସି ମତେ କୌଣସି ରୋଜଗାର କଲା ଭଳିଆ ଧନ୍ଦା କରିବେ ନାହିଁ ତାହେଲେ କେମିତି କଣ ହବ? କେବଳ ଜଗତର କଲ୍ୟାଣ ପାଇଁ ଆଜ୍ଞା ବିଦ୍ୟାର ସାଧନ କରିବେ, ବିଦ୍ୟାର ପ୍ରଚାର କରିବେ, ବିଦ୍ୟାକୁ ବାଣ୍ଟିବେ ଏବଂ ପ୍ରଭୁଙ୍କୁ ଧ୍ୟାନ କରିବେ, ପ୍ରଭୁଙ୍କର ଆଶୀର୍ବାଦ ଭିକ୍ଷା କରିବେ ଜଗତ ପାଇଁକା। ଜଗତ ପାଇଁ ତାଙ୍କର ଏତିକି କାମ, ସିଏ ହେଲେ ବ୍ରହ୍ମଚାରୀ। ବ୍ରହ୍ମଚାରୀ କିନ୍ତୁ ଏଇ ବ୍ରହ୍ମଚାରୀ ମାନଙ୍କ ପାଇଁ ଟଙ୍କା ଦରକାର। ବିନା ଅର୍ଥରେ କେହି ବଞ୍ଚିନି କି କେହି ବଞ୍ଚି ପାରିବେ ନାହିଁ ଆପଣଙ୍କର ଓଡିଆ ଭାଗବତ କହିଲେ କଣ କହିଲେ? କଣ କହିଲେ? କଣ କହିଲେ ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନର ହରି। ଆପଣ ଧର୍ମ କାର୍ଯ୍ୟ କରିବା ପାଇଁ ମଧ୍ୟ ପଇସା ଦରକାର। ଦରକାର ତ ବିନା ପଇସାରେ ଆପଣ ହୋମ କରିପାରିବେ ନାହିଁ, ନା ବିନା ପଇସାରେ ଯଜ୍ଞ କରିପାରିବେ ନାହିଁ, ନା ବିନା ପଇସାରେ ପାଲା କାର୍ଯ୍ୟକ୍ରମ ହବ ନାହିଁ, ନାହିଁ ନାହିଁ ବିନା ପଇସାରେ ରାମଚରିତ ମାନସ ପ୍ରବଚନ କାର୍ଯ୍ୟକ୍ରମ ହବ ନାହିଁ, କିଛି ତ ବିନା ପଇସାରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ହେଇପାରିବ ନାହିଁ। ବିଲକୁଲ ତାହେଲେ ଆଜ୍ଞା ବିନା ପଇସାରେ ହବ କି? କେମିତି ହବ? ତାହେଲେ ଯଦି ଜଣେ ସନ୍ନ୍ୟାସୀ ଗୃହତ୍ୟାଗୀ ହଁ ବ୍ରହ୍ମଚାରୀ ଆଚ୍ଛା ଟଙ୍କା ରୋଜଗାର କରିବା ପାଇଁ ତାକୁ ମନା କରାହେଇଛି, ହଁ ସେ ଟଙ୍କା ରୋଜଗାର କରିବନି। କରିବନି ହଁ ତାହେଲେ ତା ନିଜ ପାଇଁ ଯୋଉ ହୋମ କରିବା ପାଇଁ ଦରକାର ପଇସା, ହଁ ଘିଅ ଦରକାର, ଏଇ ଅନ୍ୟାନ୍ୟ ଉପାଦାନ ଦରକାର ଦରକାର ଏବଂ ତା ନିଜ ପାଇଁ ଖାଦ୍ୟପେୟ ଦରକାର, ହଁ ହଁ ସେଟା କୋଉଠୁ ଆସିବ? ସରକାରଙ୍କଠୁ ସେ କେମିତି ବଞ୍ଚିବ? ସରକାର ସେ ଧର୍ମ କେମିତି କାର୍ଯ୍ୟ କରିବ? ଧନ ଅର୍ଜନ ଧର୍ମ କରି ଧନ ରୋଜଗାର କଲେ ଧନ ମାଧ୍ୟମରେ ଆପଣ ଧର୍ମ କାର୍ଯ୍ୟ କରିବେ। ଧନ ରୋଜଗାର ତାହେଲେ ସେ ଧନ ଗୁଡାକ କୋଉଠୁ ମିଳିବ? ଇଏ କୋଉଠୁ ମିଳିବ ହୁଁ, ଧନ? କେମିତି କାମ, ଏସବୁ କାମ କେମିତି ହବ? କେମିତି କଣ କରିବା କହୁନାହାନ୍ତି? ସେଥିପାଇଁ ବାଟ ତିଆରି କରାହେଇଛି। ସେଗୁଡା କହୁନାହାନ୍ତି? ଆର୍ଯ୍ୟ ସଂସ୍କୃତି ଭିତରେ ଯେତେ ନୀତି ନିୟମ ପ୍ରଣୟନ କରାଯାଇଛି, ସେ ନୀତି ନିୟମ ଗୁଡିକ ଯୋଉ ବହିରେ ଲେଖା ହେଇଛି ଲେଖା ହେଇଛି ସେଗୁଡିକର ନାଁ ହେଲା ସ୍ମୃତି। ସ୍ମୃତି ସ୍ମୃତି ବା ସଂହିତା। ସଂହିତା ଏ ସଂହିତାର ବର୍ତ୍ତମାନ ଆଧୁନିକ ନାମ ହେଲା ସମ୍ବିଧାନ। ସମ୍ବିଧାନ କହିଲେ ଭାରତୀୟ ସମ୍ବିଧାନ। ଆଜ୍ଞା ଭାରତର ଶାସନ ପ୍ରଣାଳୀକୁ ଯୋଉ ବହିରେ ଲେଖା ହେଇଛି ସେଇ ବହି ତାକୁ ଆମେ କହୁଛେ ଭାରତୀୟ ସମ୍ବିଧାନ। ସମ୍ବିଧାନ ଠିକ ସେଇଭଳି ଭାବରେ ଆର୍ଯ୍ୟ ଋଷି ମାନଙ୍କ ଦ୍ଵାରା ଇଏ ମାନବ ସମାଜର ପରିଚାଳନା ପାଇଁ, ଆଚ୍ଛା ଶାନ୍ତି ଶୃଙ୍ଖଳା ପାଇଁ ଯୋଉ ଗ୍ରନ୍ଥ ପ୍ରଣୟନ ହେଇଥିଲା ସେ ଗ୍ରନ୍ଥର ନାମ ହେଲା ସଂହିତା ବା ସ୍ମୃତି। ସଂହିତା ସଂହିତା ଆପଣଙ୍କର ପ୍ରଥମ ସ୍ମୃତି, ପ୍ରଥମ ସମ୍ବିଧାନ ଯାହାକୁ ରଚନା କରିଥିଲେ ଆପଣଙ୍କର ଭଗବାନ ମନୁ। ମନୁ ରାଜା ନାଁ ହେଲେ ମନୁ ରାଜା। କଣ କହିଲେ? କଣ? ମନୁସ୍ମୃତି ଭିତରେ କହିଲେ ସମଗ୍ର ଜଗତର କଲ୍ୟାଣ ପାଇଁ ଆଜ୍ଞା ଯଦି ବ୍ରହ୍ମଚାରୀ ମାନେ ବଞ୍ଚିବେ ତାହେଲେ କେମିତି ବଞ୍ଚିବେ? କହିଲେ ଯଥା ବାୟୁ ସମାଶ୍ରିତ୍ୟ ଇଏ ବର୍ତ୍ତନ୍ତେ ସର୍ବଜନ୍ତବାଃ ତଥା ଗୃହସ୍ଥଂ ଆଶ୍ରିତ୍ୟ ଇଏ ବର୍ତ୍ତନ୍ତେ ସର୍ବ ଆଶ୍ରମା। ଆଜ୍ଞା ଆପଣଙ୍କର ଭଗବାନ ମନୁ ପ୍ରମାଣ କଲେ ଯଥା ବାୟୁ ସମାଶ୍ରିତ୍ୟ। ଯଥା କହିଲେ ଯେଉଁପରି ଭାବରେ, ବାୟୁ କହିଲେ ପବନ, ପବନ ପବନ ପବନକୁ ଆଶ୍ରୟ କରି ବର୍ତ୍ତନ୍ତେ ସର୍ବଜନ୍ତବାଃ। ସର୍ବ କହିଲେ ସମସ୍ତ, ସମସ୍ତ ଜନ୍ତବାହା କହିଲେ ପ୍ରାଣୀ ମାନେ। ପ୍ରାଣୀ ପ୍ରାଣୀ ଏ ପୃଥ୍ୱୀରେ ଯେତେ ପ୍ରକାରର ପ୍ରାଣୀ ଅଛନ୍ତି, ଜନ୍ଦା ପିମ୍ପୁଡି ଗାଈ ଗୋରୁ ଛେଳି ମେଣ୍ଢା ଆଚ୍ଛା ମାଙ୍କଡ ଇତ୍ୟାଦି, ହେ ମୋର ମା ମାନେ ଯେତେ ପ୍ରାଣୀ ବଞ୍ଚିଛନ୍ତି ବିନା ବାୟୁରେ
ବିନା ପବନରେ ବିନା ଅମ୍ଳଜାନରେ হ্যাঁ କେହି ବଞ୍ଚିବେ କି? নাই ଆମେ ସମସ୍ତେ ଯଦି ଆଜି ବଞ୍ଚିଛୁ ତାହେଲେ ସେଥିପାଇଁ ମୁଖ୍ୟ ମାଧ୍ୟମ କି ନା ପବନ, পবন পবন ତାପରେ ପାଣି। হাই মারে ଭାବରେ ପାଣି ବିନା ପବନ ବିନା ଆମେ ବଞ୍ଚିବା ସମ୍ଭବ ନୁହଁ। ନାଇଁ ନାଇଁ ତେଣୁ ଆମେ ନିଶ୍ୱାସ ପ୍ରଶ୍ୱାସରେ ଯଦି ଆମେ ଶ୍ୱାସ ନେଇପାରୁନେ କି ଶ୍ୱାସ ଛାଡି ପାରୁନେ, ଅମ୍ଳଜାନ ଆମ ଦେହକୁ ଯିବନି, ଜୀବনী ତାହେଲେ ଆମେ ମରିବାଟା ଥୟ ଥୟ ଠିକ ସେଇଭଳି ଯେମିତି ବାୟୁକୁ ଆଶ୍ରୟ କରି হ্যাঁ ପବନକୁ ଆଶ୍ରୟ କରି হ্যাঁ ସମଗ୍ର ବ୍ରହ୍ମାଣ୍ଡ ବଞ୍ଚେ, বঞ্চে ଠିକ ସେହି ନ୍ୟାୟରେ ତଥା ଗୃହସ୍ଥଙ୍ଗାଶ୍ରିତ୍ୟ মানে ଠିକ ସେହିଭଳି ଭଳି ଭାବରେ ଆଜ୍ଞା ଗୃହସ୍ଥକୁ ଆଶ୍ରୟ କରି। গৃহস্থ ଗୃହସ୍ଥ କିଏ? ଏ ଚାରୋଟି ଆଶ୍ରମ ଭିତରେ ଗୋଟିଏ ଗୃହସ୍ଥ ଆଶ୍ରମ ଅଛି। গৃহস্থ ପ୍ରଥମଟି ବ୍ରହ୍ମଚର୍ଯ୍ୟ, ତାପରେ ଦ୍ୱିତୀୟଟି ହେଲା ଗୃହସ୍ଥ, ଗୃହସ୍ଥ ତୃତୀୟଟି ବାନପ୍ରସ୍ଥ, ତାପରେ ଚତୁର୍ଥଟି ହେଲା ସନ୍ନ୍ୟାସ। କଣ ଲାଗିରେ? ଟିକେ ରହିଯାନ୍ତୁ, ପଇସା ଆସିଲା ମାଲ ପାଣି ଆସୁଛନ୍ତି ମୋ ତ ଅତ୍ୟ ଗାୟକଙ୍କର ପାଲାଲୋଚନା ଓ ପର୍ଯ୍ୟାଲୋଚନାରେ ମୁଗ୍ଧ ହୋଇ ନାରାୟଣୀ ବଡ଼ା ସାଇ ଚୌଧୁରୀ ସାଇ ଚୌଧୁରୀ 20 ଟଙ୍କା ପୁରସ୍କୃତ କରିଛନ୍ତି। ରିଜା ନାଇଁ ରେଜା ଥିଲେ ତୁ ନେଇଥାନ୍ତୁ ନାଇଁ, 1 ଟଙ୍କା ମାଗିକି ନେଇଯିବୁ ଗଲାବେଳେ ମୋ ଟଙ୍କାଟା ଆପଣଙ୍କଠୁ ମୁଁ ଦେଇଦେବି। କମ ଦାମ ଏମିତି କେତେ ଟଙ୍କା ମୁଁ ଦଉଛି ନା। ହଁ ଦେଇ ଦେଇକିରି ତମେ ଏମିତି ହେଇଛ ନା ଆଉ ହଁ ଯାହା ହଉ ହଉ ସାଇ, ସାଇ ଅନେକଙ୍କର ସାଇଙ୍କ ପ୍ରତି ମଧ୍ୟ କିଛି ବିଦ୍ୱେଷ ଅଛି ଆମ ସମାଜରେ। ସାଇ ଚୌଧୁରୀ ଅନେକଙ୍କର ଧାରଣା ଯେ ସାଇ ହଉଛନ୍ତି ହୁଏତ ଜଣେ ଇସଲାମ ଲୋକ, ନାଇଁ ନାଇଁ କିନ୍ତୁ ଯୋଉମାନେ ଉଦାରବାଦୀ ସେମାନେ ହିନ୍ଦୁ ଇସଲାମ ଆଉ ଆର୍ଯ୍ୟ ଅନାର୍ଯ୍ୟ ଭିତରେ କୌଣସି ପାର୍ଥକ୍ୟ ଦେଖନ୍ତି ନାହିଁ। ଯିଏ ଜଗତର କଲ୍ୟାଣ କରେ ସିଏ ଆମ ପାଇଁ ସନ୍ଥ ଓ ଭଗବାନ, ଏ କଥା ଆର୍ଯ୍ୟ ସଂସ୍କୃତି ଭିତରେ ଅଛି। ସେଇ ପବିତ୍ର ନାଁଟି ସାଇଙ୍କୁ ସ୍ୱତନ୍ତ୍ର ଭଗବାନ ଶିବଙ୍କର ସାଇ ଚୌଧୁରୀ ସ୍ୱରୂପ ବୋଲି କୁହାଯାଏ। ତେଣୁ ଆମର ସାଇ ଭାଇ, ସାଇ ଭାଇ, ସାଇ ଚୌଧୁରୀ ଆରେ ସାଇ ଭାଇ ସେ ଆମର ନା ନାହିଁ, ଭାଇ, ଭାଇ। ସେ ଆମର ଜଣେ ଭାଇ। ଭାଇ ତେଣୁ ଆମ ସାଇ ଭାଇ ନହନ୍ତୁ, ଆମ ଘର ଗୁଡୁମୁ ଇଏ ନାରାୟଣୀ ପଡା, କିନ୍ତୁ ସିଏ ଆମର ସାଇ ଭାଇ ନୁହଁ। ସାଇ ଭାଇ। ବର୍ତ୍ତମାନ ସିଏ ଆମର ସାଇ ଭାଇ ନା ଆଉ ହଁ ସାଇ ଲାଗି ହଁ। ସାଇ ଚୌଧୁରୀ ଆମର ଜଣେ ଭାଇ। ଭାଇ ତେଣୁ ଭଗବାନ ଶ୍ରୀମନ ସତ୍ୟ ନାରାୟଣ ଏବଂ ସାଇ, ହଁ ଭଗବାନ ସତ୍ୟ ସାଇ ଏ। ବା ଶିରିଡି ସାଇ ବା ଭବିଷ୍ୟତରେ ପ୍ରେମ ସାଇ ହେବେ। ହଁ ତେଣୁ ସେଇ ସାଇ ଆମର ସାଇ ଭାଇଙ୍କର ଏ ସକଳ ମଙ୍ଗଳ ବିଧାନ କରନ୍ତୁ, ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର ହରିବ। ଆଉ କିଏ ଦବ ର ର ର ତେଣୁ ହେ ମୋର ନମସ୍ୟ ଜ୍ଞାନୀ ମଣ୍ଡଳୀ, ଏ ତାହେଲେ କହିବାର ଉଦ୍ଦେଶ୍ୟ ସକଳ ଯେମିତି ବାୟୁକୁ ଆଶ୍ରୟ କରି ପବନକୁ ଆଶ୍ରୟ କରି ବ୍ରହ୍ମାଣ୍ଡ ବଞ୍ଚେ, ଠିକ ସେଇଭଳି ଭାବରେ ଗୃହସ୍ଥ ହଁ ର ଧନକୁ ଆଶ୍ରୟ କରି କରି ଆଉ 3ଟି ଆଶ୍ରମ ବଞ୍ଚିବ। ଦେଖ ଆରେ ଗୃହସ୍ଥ କିଏ? କିଏ ତୁ ଗୃହସ୍ଥ। ମୁଁ ଗୃହସ୍ଥ ହଁ ହଁ ତୁ ବାହା ହେଇଛୁ, ବାହାଇଛି ବାହାଇଛି ତୋର ପିଲା ଛୁଆ ଅଛନ୍ତି, ଅଛନ୍ତି ବୋଧେ ଅଛନ୍ତି ତୁ ହଁ ଟଙ୍କା ରୋଜଗାର କରୁଛୁ। ହଁ କରୁଛି ଟଙ୍କା ରୋଜଗାର ନ କଲେ ଗୃହସ୍ଥର ପାପ ହବ। ପାପ ଯଦି ଆଜ୍ଞା ଯିଏ ଘର ସଂସାର କଲା, ହେ ପିଲାମାନେ ସମସ୍ତେ ଶୁଣ, ଏ କୁଆଡେ ଯାଉଛ ଯଦି ଆପଣ ମାନେ ବାହାତୋଳା ହେଲେଣି ହଁ ବା ବାହାତୋଳା ହବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଏ ତାହେଲେ ଆପଣ ପ୍ରଥମେ ଚିନ୍ତା କରନ୍ତୁ ମୁଁ କଣ 2 ପଇସା ରୋଜଗାର କରିବି। ଆଗ ଆଗ ରୋଜଗାର ନ କରିକିରି କେହି ବାହା ହୁଅନ୍ତୁ ନାହିଁ। ନାଇଁ ନାଇଁ କାହିଁକି ନା ଯଦି ଆପଣ ନିଜେ ରୋଜଗାର ନ କରିବେ, ଏ ନିଜ ସ୍ତ୍ରୀ ପିଲାଙ୍କୁ ପୋଷି ନ ପାରିବେ, ଆହା। ତାହେଲେ ଆପଣଙ୍କର ବିବାହଟା ଆପଣଙ୍କ ପାଇଁ ହେଇଯିବ ଅଭିଶାପ। ଅଭିଶାପ ହବ ଠିଆ ହଅ। କହୁନାହାନ୍ତି ଏ ମୁଁ ତ- କେବଳ ଆଜ୍ଞା ନିଜ ପରିବାରକୁ ପୋଷିବାଟା ଗୃହସ୍ଥର କର୍ତ୍ତବ୍ୟ ନୁହଁ, ଆଉ ତାହେଲେ ତଥା ଗୃହସ୍ଥଙ୍କ ଆଶ୍ରିତ୍ୟ ହଁ ହଁ ସେଇଭଳି ଗୃହସ୍ଥ ଉପରେ ଆଶ୍ରୟ କରି କରି ବର୍ତ୍ତନ୍ତେ ସର୍ବ ଆଶ୍ରମାହା, সর্ব ସବୁ ଯାକ ଆଶ୍ରମ। ହଁ ଆଶ୍ରମ ବୋଲେ କଣ? ଏଇ ମୁଗମଣ୍ଡା ଆଶ୍ରମ ନୁହଁ, ଆଉ ନାଇଁ। ଆଉ ଆଶ୍ରମ କହିଲେ ବ୍ରହ୍ମଚର୍ଯ୍ୟ ଆଶ୍ରମ, ଏ ହେ ଗୃହସ୍ଥ ଆଶ୍ରମ, ହଁ ହଁ ବାନପ୍ରସ୍ଥ ଆଶ୍ରମ, ସନ୍ନ୍ୟାସ ସନ୍ନ୍ୟାସ ଆଶ୍ରମ। ଚାରି ଆସ ଏ 4ଟି ଯାକ ଆଶ୍ରମ ବଞ୍ଚିବେ ଜଣକ ରୋଜଗାର ପଇସାରେ। କାହାର ଯୋଗାର ଗୃହସ୍ଥ ମାନେ ମୁଁ ଗୃହସ୍ଥ ଯିଏ ବାହାତୋଳା ହେଲା, ଏଇ ଘର ସଂସାର କଲା, ଆହା। ସେ କିଛି ନା କିଛି ଗୋଟେ ରୋଜଗାର କରିବ। ଟଙ୍କା ରୋଜଗାର କରିବାକୁ ସେ ବାଧ୍ୟ, ବାଧ୍ୟ କାରଣ ତା ଉପରେ ନିର୍ଭରଶୀଳ ହେଇ ପଡିଲା କଣ? ଏ 3 ଜାତି 4ଟା ଯାକ, 3ଟା ନୁହଁ। ନିଜର ପରିବାର, ହଁ ନିଜର ପିଲା, ହଁ। ନିଜ ଘର ସଂସାର ହଁ। ତାକୁ ବଞ୍ଚେଇବ। ବେଶ ତା ସହିତ ଯେତେ ବ୍ରହ୍ମଚାରୀ ଅଛନ୍ତି, ଆଜ୍ଞା ବର୍ତ୍ତମାନ ଆଶ୍ରମଟି ହେଇଛି ଆପଣଙ୍କ ପାଖରେ, ହଁ ଆଜ୍ଞା ଆଶ୍ରମର ବାବା ପଇସା ରୋଜଗାର କରୁଛନ୍ତି କି? ନାଇଁ ସେ କୋଉଠୁ ଆଣିବେ
তাহলে ଆପଣଙ୍କର ଭକ୍ତ ମାନଙ୍କର ଦାନ ଦକ୍ଷିଣା ଦ୍ୱାରା ସେ ଆଶ୍ରମ ପରିଚାଳିତ ହବ କି ନାହିଁ? ଚଳିବ ନା ତାହେଲେ ଏଇ ଯୋଉମାନେ ଦାନ ଦକ୍ଷିଣା ଦେବେ ସେମାନେ କି ନା ଗୃହସ୍ଥ। ଗୃହସ୍ଥ ଗୃହସ୍ଥ ମାନେ ପଇସା ରୋଜଗାର କରିବେ, ନିଜ ପରିବାରକୁ ବଞ୍ଚାଇବା ସଙ୍ଗେ ସଙ୍ଗେ ଇଏ ବ୍ରହ୍ମଚାରୀ ମାନଙ୍କର ଭରଣ ପୋଷଣ ଦାୟିତ୍ୱ ନେବେ। ବୁଝିଲୁ ବାପା? ଆଜ୍ଞା ତାହେଲେ ଯିଏ ଘର ସଂସାର କଲା, କଲା ପଇସା ରୋଜଗାର କଲା, ହେଲା ପଇସା ସେଇ ହିଁ କେବଳ ରୋଜଗାର କରିବ, ଆଜ୍ଞା ଆଜ୍ଞା ଅନ୍ୟ କେହି ରୋଜଗାର କରିବେନି। ଏ ତିନି ଜାତି ଏ ଯୋଉ 4ଟି ଆଶ୍ରମ ଭିତରୁ କେବଳ ଗୃହସ୍ଥ ରୋଜଗାର କରିବା ପାଇଁ ତାକୁ ଅଧିକାର ଦିଆହେଇଛି। ଦିଆ ହେଇଛି ହଁ ଆଉ 3ଟି ଯାକ ଆଶ୍ରମ କେହି ପଇସା ରୋଜଗାର କରିଲା ବାଲା ନୁହଁ, ଇଏ ସବୁ ବସିକି ଖାଇବେ ବ୍ରହ୍ମଚାରୀ ବିଦ୍ୟା ଶିଖିବେ। ହଁ ଆଜ୍ଞା ପ୍ରଥମ 25 ବର୍ଷକ ହେଲା ବ୍ରହ୍ମଚର୍ଯ୍ୟର ସମୟ। ଆଚ୍ଛା ଆୟୁଷକୁ 4 ଭାଗରେ ବିଭକ୍ତ କରନ୍ତୁ। ଦେଖି ଜଣେ ମଣିଷର ସାଧାରଣ ଆୟୁଷ କେତେ 100 ବର୍ଷ। 100 ବର୍ଷ 100 ବର୍ଷକୁ 4 ଭାଗରେ ବିଭକ୍ତ କଲେ ଗୋଟିଏ ଭାଗ କଣ ହବ? 25 ବର୍ଷ। 25 ବର୍ଷ ପ୍ରଥମ 25 ବର୍ଷ ହେଲା ପାଠ ପଢିବାର ସମୟ। ବ୍ରହ୍ମ ସେଇତକ ସମୟକୁ କୁହାଯାଏ ବ୍ରହ୍ମଚର୍ଯ୍ୟ ଆଶ୍ରମ। କଣ ଫାଷ୍ଟ 25 ଗଲା ବ୍ରହ୍ମଚର୍ଯ୍ୟ ଦ୍ୱିତୀୟ 25 ବର୍ଷ ଗୃହସ୍ଥ ଆଶ୍ରମ। হে ଅର୍ଥକାରୀ ବୃତ୍ତି କରି ବାକୁ ତୁ ସକ୍ଷମ। ଆଜ୍ଞା ଦ୍ୱିତୀୟ ଆଶ୍ରମଟି ହେଲା ଗୃହସ୍ଥ ଆଶ୍ରମ। ତାପରେ ପ୍ରଥମଟି ଗଲା ବ୍ରହ୍ମଚର୍ଯ୍ୟ, ପଇସା ରୋଜଗାର ହବନି, ପାଠ ପଢିବ। ପଢିବ ଆଜ୍ଞା ଯୋଉ ପିଲା ପାଠ ପଢେ ଗୁରୁ ଗୃହକୁ ଯାଇକି ସେ ଟଙ୍କା ରୋଜଗାର କରିବ? ନାଇଁ ଆଜ୍ଞା ମନେକର ଆପଣଙ୍କର ଗୋଟେ ଦୋକାନ ଅଛି, ହଁ ଆପଣଙ୍କ ପୁଅକୁ ନେଇକି ଦୋକାନରେ ବସେଇବେ, ସେ ଦୋକାନରେ ବେପାର କରିବ ନା ପାଠ ପଢିବ ସିଏ? ନାଇଁ ତେବେ ଆପଣଙ୍କର ଯେତେ ବଡ ବ୍ୟବସାୟ ଥାଉ ପଛେ ଆପଣଙ୍କର ପାଠ ପଢୁଆ ପିଲାକୁ କେବେ ହେଲେ ଆପଣଙ୍କର ବ୍ୟବସାୟରେ ଲଗେଇବେ ନାହିଁ। ନାହିଁ ପଇସା ଲୋଭ ଆସିଛି ପରା 25 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କେବଳ ପାଠ ପଢାରେ ହିଁ ଲଗେଇବେ। କେବଳ ପାଠ ସେଇଟା ହେଲା ବ୍ରହ୍ମଚର୍ଯ୍ୟ ଆଶ୍ରମ। ତାପରେ ତାପରେ ସେ ପିଲାକୁ ପଚାରିବେ ତାର ଉଦ୍ଦେଶ୍ୟ କଣ? କଣ ସବୁଦିନ ପାଇଁ ବ୍ରହ୍ମଚାରୀ ହବ ନା ଗୃହସ୍ଥାଶ୍ରମରେ ପ୍ରବେଶ କରିବ? ଏବେ ସୁଦ୍ଧା ଆଜ୍ଞା ପଚରା ହଉଛି କୋଉ ମାନଙ୍କର? ଆମ ବ୍ରାହ୍ମଣ ଘର ମାନଙ୍କରେ ଚାଲିଛି। ବ୍ରାହ୍ମଣ ଘର ମାନଙ୍କରେ ଚାଲିଛି ଏବେ। କେତେବେଳେ କେତେବେଳେ ବ୍ରାହ୍ମଣ ପରିବାରରେ ଯେତେବେଳେ ହୁଇ ଉପନୟନ ଋଷିଆଣି ବେଳ କଥା ଲାଗୁରେ ତୁ ପକାଅ ଟିକିଏ ମନ। ଆଜ୍ଞା ବ୍ରାହ୍ମଣ ପରିବାର ମାନଙ୍କରେ ଯେତେବେଳେ ଋଷିଆଣି ହବ, ଆଜ୍ଞା ବ୍ରତ ହଉଥିବ ଯୋଉ ପିଲାଟି, ସେ ଯିବ ପୋଖରୀ କୂଳକୁ। ତାର ବେଦ ଶିକ୍ଷା ସରିଲା ପରେ ପୁରୋହିତ ମହୋଦୟ ପିଲାଟିକି ନେଇକି ଯିବେ ପୋଖରୀ କିମ୍ବା ନଈ କୂଳକୁ। ନଈ କୂଳରେ ଗୋଟେ ଅଭିନୟ ହବ, ନାଟକ ନାଟକ ଫୁଟିବ ସେଠି। ସେଇଠି ସେ ନାଟକଟା କଣ? କଣ ପିଲାକୁ ଆଗରୁ ବତିଆ ହେଇଥିବ, ସେ କଣ କରିବ ନା ସିଧା ଋଷିକିରି ଚାଲିବ। ଚାଲିଲା ତାକୁ ପୁରୋହିତ ଡାକିବେ, କହିବେ ହେ ବ୍ରହ୍ମଚାରୀ ଆରେ ଶୁଣ ଶୁଣ। ଏ ଫେର 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 ପିଲାଟା ଫେରିବ, ଫେରିଲା ତାକୁ ପୁରୋହିତ ପଚାରିବେ, ପଚାରି ହେ ବ୍ରହ୍ମଚାରୀ ତମେ କୁଆଡେ ଯାଉଥିଲ? ଋଷିଗିରି ନା ମୁଁ ଋଷିକିରି ଯାଉଥିଲି। ଋଷିଗିରି ଯାଉଥିଲି ଏ ଅଭିନୟଟାର ନାଁ ହେଲା ଋଷିଆଣି। ଋଷିଆଣି ସବୁ ଯାଆନ୍ତି ବାଜା ବଜେଇକି, ସବୁ ବ୍ରାହ୍ମଣ ପିଲା ଯାଆନ୍ତି ଗାଁ ଦାଣ୍ଡରେ ବୁଲିକିରି ହଁ। ଢାଳ ଢାଳ ଧରିକିରି। ଠିକ ଠିକ ସେ ଯିବେ କୋଉଠିକି ନା ନଈ କୂଳକୁ ନହେଲେ ପୋଖରୀ କୂଳକୁ। ପୋଖରୀ କୂଳ ହଁ ସେଇଠିକି ନା ଏ ଲୀଳାଟି ହବ। ଆଚ୍ଛା ତାକୁ ପଚାରେ କିଏ ବାବୁ ତମେ କାହିଁ ଋଷିଲ? ମାମୁଁ ବ୍ରତ କଲେ ବାପା ବାହା କଲେନି ସେଥିପାଇଁ ଋଷିକି ଯାଉଛି। ଆଗରୁ ପିଲାକୁ ବତେଇ ଦିଆ ହଉଛି ଏଇଟା। ସେ କହୁଛି କହିଲା ମାମୁଁ ମତେ ବ୍ରତ କଲେ, ବାପା ବାହା କଲେନି। ବାହା କରୁନାହାନ୍ତି ମାନେ ତାର ଅର୍ଥ ହେଲା ସେ ପିଲାଟା ଚାହୁଁଛି ଯେ ମୁଁ ୟା ପରେ ବିବାହ କରିବି। ମୋର ପାଠ ପଢା ସରିଗଲା, ହଁ ହଁ ବ୍ରହ୍ମଚର୍ଯ୍ୟ ବୃତ୍ତି ମୋର ସଇଲା, Yes. ୟା ପରେ ଦ୍ୱିତୀୟଟା ହେଲା ଗୃହସ୍ଥ। ହଁ। ମତେ ବାହା କରେଇ ଦିଅ, ମୁଁ ବାହା ହେବି। ଯଦି ସେଇଠି ପିଲା କହିବ ଯେ ମୁଁ ବ୍ରହ୍ମଚାରୀ ହେବି, ଆମର ନିୟମ ଅଛି ଏଇଆ, ପିଲା ଆଉ ଘରକୁ ଫେରିବନି ଆଜ୍ଞା। ସେଇଠୁ ସିଆଡେ ସେଇଠୁ ଜଙ୍ଗଲକୁ ଯିବ। ସେଇଥିପାଇଁକା ଋଷିଆଣି ହେଇକରି ଗଲାବେଳେ ଯେତେବେଳେ ମା ତାର ଆଞ୍ଜୁଳି ଚାଉଳ ଦେଇଦିଏ, ପିଲା ହାତରେ ମାର ଆଖିରୁ ଦିଟୋପା ଲୁହ ଗଡିଯାଏ। ଗଡି ପଡିବ ମା ତା କାନ୍ଦେ, ଏ। ସତରେ କଣ ମୋ ପୁଅ ଆଉ ଫେରିବ ମୋ କୋଳକୁ? ବାବାଜୀ ହେଇଯିବ କାଳେ ସନ୍ନ୍ୟାସୀ ହେଇଯିବ, କାଳେ ବାହାରକୁ ପଳେଇବ, କାଳେ ବ୍ରହ୍ମଚାରୀ ହେଇଯିବ। ମା ଆଜ୍ଞା ଆଖିରେ ଲୁହ ଝରେଇକିରି କାନ୍ଦେ। ଯୁଗ ବଦଳି ଗଲାଣି ଆଜ୍ଞା, ପିଲାକୁ ଆଗରୁ ଟ୍ରେନିଂ ଦିଆ ହେଇଯାଉଛି, ତେଣୁ ପିଲା ମନେ ମନେ ଫେରୁଛି। କାହିଁକିନା ପିଲାକୁ ଟ୍ରେନିଂ କାହିଁକି ଦିଆ ହଉଛି କି? କାହିଁକି ଏ ଯୋଉ ବେଦ ଶିକ୍ଷା ପରେ ଏ କାର୍ଯ୍ୟଟା ହବା କଥା। କଥା ଗୁରୁ ପିଲାକୁ ପାଠ ପଢେଇ ସାରିଲା ପରେ, ପରେ ପିଲା ଜ୍ଞାନୀ ହେଇ ସାରିଲା ପରେ, ଆଉ ତାପରେ ତାକୁ ପଚରା ହବ ଯେ ତୁ ବାହା ହୋଇ କଣ? ବ୍ରହ୍ମଚାରୀ ହବୁ ନା ବିବାହ କରିବୁ। ବାହା କରିବ ଆଚ୍ଛା ଆମର ଯୋଉ ବ୍ରତର ହଉଛି ସେଠି କଣ ପ୍ରକୃତରେ ପାଠ ପଢା ହଉଛି? ନାଇଁ ତ ବେଦ ଶିକ୍ଷା ଦିଆ ହଉଛି କି? ନାଇଁ ଆଜ୍ଞା। ବେଦ ଶିକ୍ଷା ଖାଲି ଅଭିନୟଟା କରାହଉଛି। ହଁ ଯୋଉ ଦ୍ୱିଜ 2 ଥର ଜନ୍ମ ହବ,
ନାହିଁ ନାଟକଟା ହଉଛି ହଁ ସେ ସଂସ୍କାର କାର୍ଯ୍ୟଟା ହବା କଥା କେତେବେଳେ କେତେବେଳେ ନା ଗର୍ଭାଧାରଣ ସଂସ୍କାର ପିଲାଟା ଗର୍ଭରେ ଥିଲା ବେଳେ ସେ କାର୍ଯ୍ୟ ହବା କଥା ହଁ ନାଭିଚ୍ଛେଦନ ହଁ। ଗୋଟିଏ ସଂସ୍କାର କାମ ନାଭିଚ୍ଛେଦନ ସମୟରେ ସେ ମନ୍ତ୍ର ପଢା ହେଇକି ସେ କର୍ମକାଣ୍ଡ ହବା ଆଚ୍ଛା କଥା ଆଚ୍ଛା ଆଜ୍ଞା ସେଗୁଡା କିଛି କରାହଉନି ଏତେ ପଇସା ପତ୍ର ଲୋକ ଖର୍ଚ୍ଚ କରିପାରିବେନି ନାଇଁ ତେଣୁ ପିଲାଟା ବଡ ହେଲା ପରେ ଗୋଟାଏ ଦିନରେ ହଁ ନାଭିଚ୍ଛେଦନ ନାମକରଣ କର୍ଣ୍ଣ ବେଧ ଯେତେ ପ୍ରକାର ସଂସ୍କାର ସବୁ ଯାକ ଏକା ଦିନେକି ଏକାଥରକ ନିର୍ବନ୍ଧ ବାହାଘର ତେଣୁ ଅଭିନୟ କରାହଉଛି ଏଇ ଯେହେତୁ ଅଭିନୟ କରାହଉଛି ପିଲାର ବେଦ ବିଦ୍ୟା ଜ୍ଞାନ ଅଛି କି ନାହିଁ ନାହିଁ। ସେ କଣଟା ଉତ୍ତର ଦବ ପଚାରିଲେ କଣଟା? ତେଣୁ ତାକୁ ଆଗରୁ ବତିଆ ହଉଛି ଏଇ। ତୁ ଋଷିକିରି ଯିବୁ ଓଇ। ତୁ ଫେରିଲା ବେଳେ ତତେ ପଚରା ହବ ଯେ ତୁ କାହିଁକି ଋଷିକି ଯାଉଥିଲୁ ହଁ। ତୁ କହିବୁ ଯେ ବାପା ମତେ ବାହା କଲେନି କଲେନି। ଆଚ୍ଛା ଆଚ୍ଛା ପୁରୋହିତ ପଚାରିବେ ତାପରେ ଆଚ୍ଛା ତାହେଲେ ତମେ ବାହା ହବ ଆଜ୍ଞା ଆଜ୍ଞା ଇଚ୍ଛା ଅଛି ଆଉ ବାହା ହବ ତ ହଁ। ଆସ ତମ ବାହାର କରିବା ଆଉ କେତେଟା କରିବ କୋଉଠି ଠିକ ହେଇକି ଆଜ୍ଞା ପିଲା ଫେରିବ ହଁ ଘରକୁ ଫେରିବ ଫେରିଲା ତାର ବୟସ ହେଲେ ତା ବାହାଘର କରାହବ ଆଉ। ଏଇଟାକୁ ଏବେ ସୁଦ୍ଧା ଅଭିନୟ ମାଧ୍ୟମରେ ଆଜ୍ଞା କୋଉଟା କହିଲେ କେତେ ବର୍ଷ ପ୍ରାୟ 7 ବର୍ଷରୁ ଉପରେ 7 ବର୍ଷ ପରେ ବ୍ରତଘର ଆରମ୍ଭ ହବ ବୟସ ସୀମା ଅଛି 25 ବର୍ଷ ପର୍ଯ୍ୟନ୍ତ 25 ହଁ ବ୍ରହ୍ମଚର୍ଯ୍ୟର ସମୟଟା ହେଲା 25 ବର୍ଷ ପାଠ ପଢା ସଇଲା ପରେ ପଚରା ହବ ଏଇଟା ଯେ ତମେ ଇଏ ହବ କି ନାହିଁ ବିବାହ କରିବ କି ନାହିଁ କରିବ କି ନାହିଁ ଆଚ୍ଛା ବ୍ରତଘରଟା କଣ ଗୋଟାଏ ଦିନରେ ହଉଛି କି ଆଉ ବ୍ରତଘରଟା ପରା ପିଲାର ଗର୍ଭରୁ ଆରମ୍ଭରୁ ବ୍ରତଘର ଆରମ୍ଭ ଯୋଉ 10ଟା ସଂସ୍କାର ସେଟା 10ଟା ସଂସ୍କାର ପିଲା ଗର୍ଭରେ ଥିଲାବେଳେ ଗର୍ଭାଧାନ ଆଉ ପିଲା ଯେତେବେଳେ ଜନ୍ମ ହେଇକି ନାହିଁ ନାଟକଟା ହବ ତାକୁ କୁହନ୍ତି ନାଭିଚ୍ଛେଦନ ବେଶ ଯେତେବେଳେ କାନ ଫୋଡା ହବ ତାକୁ କୁହନ୍ତି କର୍ଣ୍ଣବେଧ ଆଉ ଏମିତି ସବୁ ଚୂଡାକରଣ ଯେତେବେଳେ ଖାଦ୍ୟ ଆରମ୍ଭ କରିବ ଖାଇବାଟା ତାକୁ କୁହନ୍ତି ଚୂଡାକରଣ ଏମିତି ଗୋଟିକ ପରେ ଗୋଟିଏ ସଂସ୍କାର ହେଇ ହେଇକା ତାପରେ ଯାଇକି ଲାଷ୍ଟକୁ ବେଦାରମ୍ଭ ଏଇଟା 10ମ ବିଧି ଏଇଟା ତେଣୁ ବ୍ରତ ପୂର୍ଣ୍ଣମୀ ସିନା ଗୋଟାଏ ଦିନ ଆମେ କରିଦଉଛେ ଏଇଟା ଗୋଟାଏ ଦିନ କାମ ନୁହଁ ଏଇଟା ଆଜ୍ଞା 10ମ ସଂସ୍କାର 10ଟା ବିଧି ତାହେଲେ ଏଇଠି ଆଜ୍ଞା ଯଦି ପିଲାଟା କହିଲା ମୁଁ ବିବାହ କରିବି ତାହେଲେ ଗୃହସ୍ଥ ସିଏ ହେଲା ଏବଂ ଯଦି ଗୃହସ୍ଥ ହେଲା ତାର ଦାୟିତ୍ୱ ଟଙ୍କା ରୋଜଗାର କରିବ ସିଏ ଆପଣଙ୍କର ସୁନ୍ଦର ଶ୍ଲୋକଟି ମୁଁ ଆପଣଙ୍କ ଆଗରେ କହୁଛି କଣ କଣ କହୁଛି କଣ କହିଲା ବାପାରେ କହିଲା ପିତା ନିନ୍ଦତି ନାଭିନନ୍ଦ ମାତା ନିନ୍ଦତି ନାଭିନନ୍ଦତି ପିତା ଭ୍ରାତା ନ ସମ୍ଭାଷତେ ଆଜ୍ଞା ବହିଟି ହେଲା ବୈରାଗ୍ୟ ଶତକ କବି ହେଲେ ଭର୍ତ୍ତୃହରି ଭର୍ତ୍ତୃହରି କହିଲେ ମାତା ନିନ୍ଦତି ନାଭିନନ୍ଦତି ପିତା ଭ୍ରାତା ନ ସମ୍ଭାଷତେ ଆଜି ଭୃତ୍ୟ କୁପ୍ୟତି ନାନୁଗଚ୍ଛତି ସୁତଃ କାନ୍ତା চ ନାଲିଙ୍ଗତେ অর্থ প্রার্থন সংকয়া ন কুরুতে আলাপ মাত্রং সুহৃদ তস্মাদর্থ উপার্জয় সচ সখে হ্যর্থস্য সর্বেবসা কোন বুঝিলু কোনটা বুঝিলে বুঝিবি না আরে মাতা নিন্দতি পয়সা রোজগার ন কলে বিবাহ হইଥିବା পিলা বা যুবক হইযা পিলা বেশ যদি পয়সা রোজগার ন কলা মা ধিকার করিব গর্ভধারী জননী এই জন্মদাত্রী মা କହିବ ধিকার করিব ততে বিষ টিকে মিলুনি ছি ছি ସାଙ୍ଗ ଗଲୁ ଦେଖିବୁ ତୋ ଭଳିଆ କେତେଟା ପିଲା ଟଙ୍କା ରୋଜଗାର ନ କରିକି ଫାଡା ଭଳିଆ ବୁଲୁଛନ୍ତି ତୁ ପଣ୍ଡାଟା ଘରେ ପଡିଛୁ ଗାଡି ମଟର ମିଳୁନି ଶୋଇ ପଡିବା ପାଇଁ ଛି ଛି ଆଜ୍ଞା ମା ମଧ୍ୟ ଏଭଳି ଧିକାର ବାଣୀ କହିବ କହିବ ନାଭିନନ୍ଦତି ପିତା ପିତା ଆଜ୍ଞା ବାପା ପୁଅକୁ ଏତେ ଭଲ ପାଏ କିନ୍ତୁ ବାପା ଆଉ ଭଲରେ କଥାବାର୍ତ୍ତା କରିବନି ବେରୋଜଗାରିଆ ପୁଅ ସାଙ୍ଗରେ ବାପାରେ ଭ୍ରାତାନ ସମ୍ଭାଷତେ ଭାଇ ମାନେ କଥାବାର୍ତ୍ତା କରିବେ ନାହିଁ ନାଇଁ ନାଇଁ ଚାକର ବାକର ମାନେ ମାନିବେନି ଯଦି ଥିବେ ଘରେ ଚାକର ହଁ ବେରୋଜଗାର ପୁଅଟାକୁ ଆଉ ଚାକର ବାକର ମାନେ ଖାତିର କରିବେନି ଯୁକ୍ତି କରିବେ କଥା କଥା ଆସି ତ ଟଙ୍କାଟେ ଦେଇପାରିବନି ତା କଥା କି କେହି ମାନୁ କାନ୍ତା ଚନାଲିଙ୍ଗତେ ଯଦି ବିବାହ କରିଥିବ ସ୍ତ୍ରୀ ସ୍ତ୍ରୀ ଆଜ୍ଞା ସେଭଳି ବେରୋଜଗାର ପୁଅଟାକୁ କେବେ ଭଲ ପାଇବନି ମା ପିଲାମାନେ ପଛରେ ଗୋଡେଇକିରି ଯିବେନି ଏ ତେରିକା ତେଣୁ ହେ ଯୁବକ ମାନେ ସମସ୍ତେ ଯଦି ଗୃହସ୍ଥ ହେଇଛ ଆହା ଯଦି ବାହା ହେଇଛ ହେଇଛ ନିହାତି ଟଙ୍କା ରୋଜଗାର କର ଟଙ୍କା ରୋଜଗାର କଲେ ଆହା ତମ ପରିବାର ଚଳିବା ସଙ୍ଗେ ସଙ୍ଗେ ବେଶ ଆଜ୍ଞା ଯୋଉ ପିଲା ପାଠ ପଢୁଛି ହଁ ତମରି ପିଲା ହଁ ତେଣୁ ଆଉ ପର ପିଲାକୁ ଦିଅ ନ ଦିଅ ଛାଡି ଦିଅ ଯୋଉ ପିଲା ତମରି ପିଲା ପାଠ ପଢୁଛି ବ୍ରହ୍ମଚାରୀ ହଁ ତା ବିଦ୍ୟା ଶିକ୍ଷାର ଦାୟିତ୍ୱ ତମେ ନବ କଣ କହୁଛ ମ ଆଚ୍ଛା ଇଏ ଗଲା ବ୍ରହ୍ମଚାରୀ ତାପରେ ଗୃହସ୍ଥ ହଁ ବ୍ରହ୍ମଚାରୀ 25 ବର୍ଷ ଗଲା ତାପରେ ଗୃହସ୍ଥ କେତେ ବର୍ଷ କେତେ ବର୍ଷ ଆଉ 25 ବର୍ଷ 50 ହେଇଗଲା ଆଉ 50 ପୁରିଲା 50 ହେଇଗଲା 50 ପୁରିଲା ପରେ ମଣିଷ କଣ କରିବ
ଯୋଡ଼ାଏ ବୟସ ଗଲା ପରେ ତୃତୀୟ ବୟସ ଆରମ୍ଭ ହବ। ବୟସ ଆପଣଙ୍କର ଭାଗବତର ବାଣୀ ହଁ ଓଡ଼ିଆ ଭାଗବତ ଆଜ୍ଞା। କବି ପ୍ରମାଣ କଲେ କଣ? ହେଲା ବୟସ ତୃତୀୟ ପ୍ରାପତେ ବେଗେ ଚାଳିବେ ମନ ପଥେ ତୃତୀୟ ବୟସ ଆରମ୍ଭ ହବ କେତେବେଳେ ନା 51 ରୁ 75 ଆଉ 25 ବର୍ଷ। ଆଉ 25 ଆଉ 51 ରୁ 75 ଭିତରେ ଏଇ ଯିଏ ଘର ସଂସାର କରିଛନ୍ତି ହଁ ସିଏ ଘର ଦ୍ୱାର ଛାଡିକିରି ପୁଣି ଜଙ୍ଗଲକୁ ଯିବେ, କଣ ହଉଛି ମ ବାନପ୍ରସ୍ଥ ଆଚରଣ କରିବେ। ହଁ କାହିଁକି କାହିଁକି ନା ପ୍ରକୃତରେ ଜୀବର ମୂଳ ଉଦ୍ଦେଶ୍ୟ ନୁହଁ ଆଜ୍ଞା ଘର ସଂସାର କରିବା। ନାଇଁ ଇଏ ପରିବାର ମନ୍ଦେଇବା ଜୀବର ମୂଳ ଉଦ୍ଦେଶ୍ୟ ନୁହଁ। ନାଇଁ ଜୀବର ମୂଳ ଉଦ୍ଦେଶ୍ୟଟା କଣ କଣ ନା ଗୁରୁ ଗୀତାରେ ଲେଖା ହେଇଛି ଜୀବର ମୂଳ ଉଦ୍ଦେଶ୍ୟଟା କଣ କଣ ଆଜ୍ଞା କହିଲା ଅଖଣ୍ଡ ମଣ୍ଡଳାକାରମ୍ ବ୍ୟାପ୍ତଂ ଯେନ ଚରାଚର ତତ୍ପଦ ଦର୍ଶିତଂ ଯେନ ତସ୍मै ଶ୍ରୀ ଗୁରବେ ନମଃ। ଯୋଉ ଭଗବାନ ଆଜ୍ଞା ଅଖଣ୍ଡ ମଣ୍ଡଳ ପରିବ୍ୟାପ୍ତ ସମଗ୍ର ବ୍ରହ୍ମାଣ୍ଡରେ ଯୋଉ ପରମ ବ୍ରହ୍ମ ନାରାୟଣଙ୍କର ଅବସ୍ଥିତି ଅଛି, ଯିଏ ସ୍ୱର୍ଗରେ ଅଛନ୍ତି, ମର୍ତ୍ତ୍ୟରେ ଅଛନ୍ତି, ପାତାଳରେ ଅଛନ୍ତି, ସବୁଠି ଜଳ ସ୍ଥଳ ବନଗିରି ଆକାଶ ତୁମ୍ଭ ଲୀଳା ସବୁଠାରେ ପ୍ରକାଶ, ଯିଏ ମାଟିରେ ଅଛନ୍ତି, ପାଣିରେ ଅଛନ୍ତି, ପବନରେ ଅଛନ୍ତି, ସବୁଠି ଅଛନ୍ତି। ଯିଏ ଅଣୁ ଭିତରେ ଅଛନ୍ତି, ପରମାଣୁ ଭିତରେ ମଧ୍ୟ ଅଛନ୍ତି, ସେଇ ଅଖଣ୍ଡ ବ୍ରହ୍ମଙ୍କର ପାଦକୁ ଯିଏ ଚିହ୍ନେଇ ଦେଇପାରେ ସିଏ ହେଲା ଆଜ୍ଞା ସଦ୍ଗୁରୁ। ଗୁରୁ ସେଇ ଗୁରୁଙ୍କୁ ଆମେ ପ୍ରଣାମ କରିବା। ବାଃ ତାହେଲେ ପ୍ରତ୍ୟେକ ଜୀବର ଉଦ୍ଦେଶ୍ୟ କାହାକୁ ପାଇବା କାହାକୁ ନା ପ୍ରଭୁଙ୍କୁ ପାଇବା। ପ୍ରଭୁଙ୍କୁ ଆମର ମୂଳ ଉଦ୍ଦେଶ୍ୟ ଆମେ ମୁଁ ଗଲା କାଲି କହିଥିଲି ବା 2 ଦିନ ତଳେ କହିଥିଲି, ଆମେ ସମସ୍ତେ ଯୋଉଠୁ ଆସିଛୁ ପୁଣି ସେଇଠି ଯିବାକୁ ବାଧ୍ୟ। ବାଧ୍ୟ ଆମର ସମସ୍ତଙ୍କର ଜନ୍ମ ବ୍ରହ୍ମରୁ ଏଇ ଭଗବାନଙ୍କ ଠାରୁ ହଁ ଆମର ଲୀଳା ସରିବା ପରେ ପରେ ଆମେ ପୁଣି ସେଇ ବ୍ରହ୍ମରେ ମିଶିବୁ ରେ। ଆଜ୍ଞା ଯଦି ଏଇଟା ହେଲା ମୂଳ ଉଦ୍ଦେଶ୍ୟ ତାହେଲେ ଆମେ ଘର ସଂସାର କରିକିରି ଭଲ ମନ୍ଦ ଖାଇସାରିଲା ପରେ ଏ ଗଜଦନ୍ତ ପଲଙ୍କ ଉପରେ ହାତୀଦାନ୍ତର ପଲଙ୍କ ଉପରେ ଡନଲପ ବେଡ୍ ପକେଇକି ତା ଉପରେ ଶୋଇଲା ପରେ ଆଜ୍ଞା ଭଗବାନଙ୍କୁ ମିଳିବଟି? ଆଉ ସୁଖ ଶାନ୍ତିରେ ଭୋଗ ବିଳାସରେ ରହିକିରି କିଏ ଭଗବାନଙ୍କୁ ପାଇଲାନି? ଆଉ ଦୁଃଖ କରିବାକୁ ପଡିବ ନାଇଁ ରେ ବାପା, ଆଉ ଗୋଟିଏ ଛୋଟିଆ ଉଦାହରଣ ଟିଏ ଦଉଛି ଆଜ୍ଞା। କହୁନାହାନ୍ତି ଥରେ ହେ ମୋର ମା ମାନେ ଶୁଣ, କହ ଥରେ ଦଳେ କଲେଜ ପିଲା ଆଜ୍ଞା ବାହାରିଲେ କାଳିଜାଇ ଯିବେ। କାଳି ଯାଇ ମା ଭଗବତେ କାଳିଜାଇଙ୍କର ଦର୍ଶନ କରିବେ। କାଳିଜାଇ କୋଉଠି ନା ଚିଲିକା ଭିତରେ, ଆଉ ପାଣି ଭିତରେ। କଲେଜ ପିଲା ଦଳେ ବାହାରିଲେ ଏବଂ ସେମାନେ ପହଞ୍ଚିବେ କୋଉଠି ନା ଆଗ ବାଲୁଗାଁ ଉପକୂଳରେ। ଚିଲିକା 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 ଉପକୂଳରେ ପହଞ୍ଚିଲେ ସେଇଠୁ ଡଙ୍ଗାରେ ଯିବେ କାଳିଜାଇ। କାଳି ଯାଇ ହଁ ବାବୁରେ କଣ ହେଲା କଣ ଆଜ୍ଞା ବାଟରେ ସେମାନଙ୍କର ଗାଡି ଖରାପ ହୋଇଲା କି ବାଲୁଗାଁରେ ପହଞ୍ଚିବା ବିଳମ୍ବିତ ହେଲା କି ରାତି 12টাରେ ଯାଇ ହୋଇଲେ ପ୍ରବେଶ କି ନୀରବ ନିସ୍ତବ୍ଧ ହେବେ ଉପକୂଳ ଦୃଶ୍ୟ କି। ମୋର ମା ମାନେ ଶୁଣ, ଏ କଲେଜ ପିଲା ଦଳଟି ଏକ ଗଲେ ବାଟରେ ତାଙ୍କର କାରଟା ଖରାପ ହେଇଗଲା। ଗାଡି ଖରାପ ହେଇଗଲା ଦୀର୍ଘ ସମୟ ଚେଷ୍ଟା କରିକି ଆଉ ଠିକ ହେଇପାରିଲାନି। ଯାଉ ଆଜ୍ଞା ଠିକ ଠାକ କରିକି ଯାଇକି ବାଲୁଗାଁ ଉପକୂଳରେ ପହଞ୍ଚିଲା ବେଳକୁ ହଁ ରାତି ହେଇଛି 12ଟା। 12ଟା ଆଜ୍ଞା 12ଟା ରାତିରେ ପହଞ୍ଚି ଗଲେ ପିଲାମାନେ, ସେଠି ଆଉ କିଏ ଅଛି? କେହି ନାହାନ୍ତି କେହି ନାହାନ୍ତି। ଏଇ ଚିଲିକା ଡଙ୍ଗା ଅଛି, ଡଙ୍ଗା ବନ୍ଧା ହେଇଛି, ଢେରେ ଆଉ ସେଠି ଡଙ୍ଗା ବାହିଲା ବାଲା ଆଉ ନାଉରୀ ଅଛନ୍ତି, ନାଇଁ ନାଇଁ କିଏ କୁଆଡେ ଶୋଇଲେଣି ଯାଇକି। ଶୋଇଲେଣି ଆଉ ତେଣୁ ଇଏ ତ କଲେଜ ପିଲା, ଇଏ ବ୍ରହ୍ମାଣ୍ଡକୁ ମାନିବା ପିଲା ନୁହଁ। ନା ଇଏ କହିଲା ଆରେ ଡଙ୍ଗା ଥୁଆ ହେଇଛି, ସେ ଡଙ୍ଗା ବାଲା ନଥାଉ, ନଥାଉ ଆମ ହାତରେ କଣ ଡଙ୍ଗା ପେଲି ଆସିନି? ଆରେ ଦେଖିବ ଟି କାତ ଥୁଆ ହେଇଛି କି ନାହିଁ। ଆଜ୍ଞା ଅଛି ଅଛି ଦେଖିଲେ ଆଜ୍ଞା ଡଙ୍ଗା ଥୁଆ ହେଇଛି, କାତ ବି ଥୁଆ ହେଇଛି। କାତ ଅଛି କଲେଜ ପିଲା ଯାକ ଗୋଟେ ଡଙ୍ଗା ଭିତରେ ବସି ପଇଲେ। ହଁ ବସି ପଡିକିରି କାତରେ ଆହୁଲା ମାରି ଚାଲିଲେ। ଦେଖିଲେ ଆକାଶରେ ଜହ୍ନ ପଡିଛି ନିର୍ମଳ, ଚତୁର୍ଦିଗ ନିର୍ମଳ, ପରିଷ୍କାର ଚିଲିକାର ଜଳ ଭାରି ସୁନ୍ଦର ଦିଶୁଛି। ଓ କଲେଜ ପିଲା ଆହୁଲା ମାରି 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 ଏଇ ଆଜ୍ଞା ମନେ ମନେ ଭାବୁଛନ୍ତି ଦୀର୍ଘ ସମୟ ମାରିଲୁଣି, ବୋଧେ ଆଉ କାଳିଜାଇ ପାଖ ହେଇଯିବଣି। ଏ ବହୁତ ରାସ୍ତା ଖବର ଏତିକି ବେଳେ ରାତି ପାଇକି ସକାଳ ହୋଇଲା କି ସିନ୍ଦୁର ଫାଟିଲା ଏବେ ନୟନ ଦେଖିଲା କି। ଆରେ ସିନ୍ଦୁରା ଫାଟିଲା, କାଟିଲା ସମସ୍ତେ ଦେଖିଲେ ଏଇ ଆଜ୍ଞା ରାତି ସାରା ଆହୁଲା ମରା ହଉଛି, ଡଙ୍ଗା ଯାଉଛି। ଯାଉଛି ହଁ
କାଳିଜାଇ ପାଖରେ ବୋଧେ ପହଞ୍ଚି ଯିବଣି ପାହାନ୍ତା ହେଲାଣି। ପାଖାପାଖି ଆଉ ଯେମିତି ଆଜ୍ଞା ସିନ୍ଦୁରା ଫାଟିକି ଟିକେ ସୂର୍ଯ୍ୟ ଉଦୟ ହେଇକି ଚାରିଆଡେ ଫର୍ଚ୍ଚା ହେଲା, ଆରେ ଚାରିଆଡେ ଉଣ୍ଡିଲେ କଲେଜ ପିଲା ଆଉ। ଏଇ ଦେଖିଲା ବେଳକୁ ଆଜ୍ଞା ଇଏ କାଳିଜାଇ ନୁହଁ, ଆଉ ଇଏ ଯୋଉଠି ଆଜ୍ଞା ଥିଲେ ବାଲୁଗାଁ ଉପକୂଳ, ସେଇ ବାଲୁଗାଁ ଉପକୂଳରେ ହିଁ ଡଙ୍ଗା ଅଛି। ଯୋଉଠି ଥିଲା ଡଙ୍ଗା ଯୋଉଠି ଥିଲା ସେଇଠି ଅଛି ଆଜ୍ଞା। ସବୁ ଦେଖାଗଲା, ଘର ଦ୍ୱାର ସବୁ ଯାକ ଡଙ୍ଗା ବନ୍ଧା ହେଇଛି, ସବୁ ପରିଷ୍କାର ଦେଖାଗଲା। আরে ভাই ସେ କହିଲେ କିରେ ଆମେ ତ ରାତି ସାରା ଆହୁଲା ମାରିଲୁ, ତା ଡଙ୍ଗା କଣ ଯୋଉଠି ସେଇଠି କାଳିଜାଇଙ୍କ ପାଖରେ ପହଞ୍ଚିଲାନି। ଆଜ୍ଞା କାରଣ ଦେଖିଲେ ଡଙ୍ଗା ଗୁଡା ସବୁ ବନ୍ଧା ହୋଇଛି ଲଙ୍ଗରେ। ବନ୍ଧା ହୋଇଥିବା ଡଙ୍ଗାକୁ ଆହୁଲା ମାରିଲେ କି ଚାଲିପାରେ। ହେ ମୋର ନମସ୍ୟ ଜ୍ଞାନୀ ଗୁଣୀ ବିବେକୀ ମହୋଦୟ, ଇଏ କଲେଜ ପିଲା ଅନୁସନ୍ଧାନ କଲେ ଆମେ ତ ଆହୁଲା ମାରି ମାରି ହାଲିଆ, ଡଙ୍ଗା କାହିଁ ଯାଉନାହିଁ, କାହିଁ ଗଲାନି କାହିଁ ଗଲା ନାହିଁ। କୋଉ କାରଣ ଆଜ୍ଞା ଦେଖିଲା ବେଳକୁ ଡଙ୍ଗାଟି ବନ୍ଧା ହେଇଛି ନଙ୍ଗରରେ। ଏଇ ଦେଖିଲ ଆରେ ଡଙ୍ଗା ତ ବନ୍ଧା ହେଇଛି ନଙ୍ଗରରେ, ନଙ୍ଗରରେ ଇଏ ବନ୍ଧା ହେଇଥିବା ଡଙ୍ଗାକୁ ଏମିତି 1000 ଦିନ ଆହୁଲା ମାରିଲେ କୁଆଡେ ଯିବ ଡଙ୍ଗା ଆଗକୁ ଆଗେଇବ କି? ଏ ଯୋଉଠି ସେଇଠି ଆଜ୍ଞା ଯୋଉମାନେ ଆମେ ଘର ସଂସାର କରିଛେ, ଏଇ ଭୋଗ ବିଳାସରେ ଲିପ୍ତ, ଭଲ ମନ୍ଦ ଖାଇଗଲେଣି ବୁହାଟେ, ଆଉ 6 ତୁଣ 9 ଭଜା, ଆହା। ଆଜି ଚିକେନ କାଲି ମଟନ, ଗୋପାଳ। ଡନଲପ ବେଡରେ ରହିଲେଣି, ଏଇ। ପିଲା ପୁଅ ଝିଅଙ୍କର ସ୍ନେହ ପ୍ରୀତି ଭିତରେ ବନ୍ଧା ହେଇସାରିଲେଣି, ଆଚ୍ଛା ଆମେ ଆଉ ପ୍ରଭୁଙ୍କୁ କେବେ ପାଇବା କି? ରହ, ଆମର ମନ ବନ୍ଧା ହେଇଛି କୋଉଠି? କୋଉଠି ପରିବାରରେ। ଏଇ ପରିବାର ଆଚ୍ଛା ପରିବାରକୁ ସିନା ଛାଡ଼ିଲେ ପ୍ରଭୁଙ୍କୁ ପାଇବା, ଛାଡିବ ବାଲୁଗାଁ ଉପକୂଳକୁ ସିନା ଛାଡ଼ିଲେ କାଳିଜାଇରେ ପହଞ୍ଚିବା। ହଁ। ଆମେ ଯଦି ବାଲୁଗାଁ ଉପକୂଳରେ ବନ୍ଧା, ଏଇ ତାହେଲେ ଆମେ ସମସ୍ତେ ହେଇଛୁ ବନ୍ଧା। ବନ୍ଧା କେମିତି ବନ୍ଧା ହେଇଛୁ? କେମିତି ଭାଗବତ ପୁଣି ଶୁଣୁ। କଣ କହିଲେ କହିଲା ପଶୁତ ନୟ ଦାରା ଦାସ ସର୍ବ ବିଜୁଳି ପ୍ରକାଶ। বাহুয়ে হাঙ্গো স্নেহে বন্দী হই পোষাই দুঃখ ভার বহি, পোষাই দুঃখ ভার বহি। ଆମେ ସମସ୍ତେ ଗୋଟିଏ ଲେଖା ବନ୍ଦୀ ଯିବ। ବନ୍ଦୀ ଆମର ମନ ବନ୍ଦୀ ହେଇଛି କୋଉଥିରେ? କୋଉଥିରେ ନା ପଶୁ ତନୟ ଦାରା ଦାସ ଏ ସର୍ବ ବିଜୁଳି ପ୍ରକାଶ। ଆଜ୍ଞା ପଶୁ କହିଲେ ଗୃହପାଳିତ ପଶୁ। ପଶୁ ଆପଣ ଯଦି ଘରେ ଆପଣଙ୍କର ଗାଈ ବଳଦ ଅଛନ୍ତି, ଆହା ଛେଳି ମେଣ୍ଢା ଅଛନ୍ତି, ଏଇ କୁକୁର ବିଲେଇ ଅଛନ୍ତି, ଆହା। କିମ୍ବା ଶୁଆ ସାରି ଅଛନ୍ତି, କହନ୍ତି ଆପଣ ବନ୍ଧୁବାନ୍ଧବ ଘର ଗଲେ ହଁ। ଆପଣଙ୍କର ମନଟା ଥିବ ତାଙ୍କରି ପାଖରେ। କଣ ଗାଈ ଖାଇଲା ସେମାନେ ଖାଇଲେ କି ନାହିଁ, ଗାଈ ଖାଇଲା ସେମାନେ ଭଲରେ ଅଛନ୍ତି କି ନାହିଁ, ଏଇ। ତାଙ୍କ କଥା କିଏ ବୁଝିଲା କି ନାହିଁ। ଆହା। ଆଜ୍ଞା ଏଣେ ପ୍ରବଚନ ହଉଥିବ କି ପାଲା ଶୁଣୁଥିବେ, ସେଆଡେ ମନଟା ଥବ ଯେ ମୋ ଜନ୍ତୁ ଖାଇଲା କି ନାହିଁ। ଆରେ ଆମେ ତ ସାଧାରଣ ମଣିଷ ଆଜ୍ଞା। ଆପଣଙ୍କର ପୁରାଣ କହିଲା ଜଣେ ବାବାଜୀ, ଜଣେ ଆଜ୍ଞା କଠୋର ବ୍ରତଧାରୀ ମହାଜ୍ଞାନୀ ବାବାଜୀ, ଆଜ୍ଞା ସିଏ ହେଲେ ମହାମୁନି ଭରତ। ଭରତ ଭରତ ଦିନେ ଜଙ୍ଗଲରେ ବୁଲୁଥିଲେ ସମିଧ ସଂଗ୍ରହ କରିବା ପାଇଁ ଭରତ ମହାମୁନି। ଏ ତାପରେ ବାଟରେ ଦେଖିଲେ ଏଇ ଗୋଟିଏ ହରିଣ ଛୁଆ। ହରିଣ ଛୁଆ ହେ ମା ମାନେ ଶୁଣ, ଗୋଟିଏ ହରିଣ ଛୁଆଟିଏ ରକ୍ତାକ୍ତ ହେଇକିରି ପଡିଛି। ପଡିଛି ଆଉ ରକ୍ତାକ୍ତ ହେଇକିରି ପଡିଛି କେମିତି ନା ତା ମାକୁ ଖାଇଯାଇଛି ବାଘ। ଆହା ଇଏ ଜୀବନ ବିକଳରେ ପିଲାଟା ଦୌଡ଼ିଲା ବେଳେ ଗୋଟେ ପଥର ଖାଲରେ ପଡିଯାଇଛି। ଆରେ ଆଜ୍ଞା ରକ୍ତାକ୍ତ ହେଇକିରି ଗୁଡାଏ ରକ୍ତ ବୋହିଗଲାଣି, ଆଉ ଅଳ୍ପ ସମୟ ପରେ ମରିବ। ଉଠି ପାରୁନି ଧକ ଧକ ହଉଛି ପିଲାଟା। ଆହା ଇଏ ତ ମହାମୁନି ଭରତ, ଇଏ ଜଣେ ମୁନି, ଦୟାଳୁ ଇଏ ଭାରି ଦୟାଳୁ, ହୃଦୟ ଭିତରେ ଦୟା ସୃଷ୍ଟି ହେଲା। ହେଲା ଆଉ କହିଲେ ଯଦି ଏ ହରିଣ ଶାବକଟିକି, ଏଇ ଯଦି ଏ ଶିଶୁ ଶାବକଟିକି ମୁଁ ନ ବଞ୍ଚେଇବି ଉଦାହରଣ କରିବି ତାହେଲେ ଏଇଠି ମରିଯିବ। ମହାପାପ ଆଜ୍ଞା ବଡ ଦୟାରେ କୋଳରେ ଧରିଲେ ତାକୁ ମହାମୁନି ଭରତ, ଗୋଟିଏ ଶିଶୁ ଶାବକକୁ, ହରିଣ ଶାବକକୁ ବାବା ନିଜ ଆଶ୍ରମକୁ ଆଣିଲେ। ଏଇ ବାବରେ ତାକୁ ଗରମ କ୍ଷୀର ପିଆଇଲେ, ଆହା ତାର କ୍ଷତ ସ୍ଥାନ ଗୁଡିକ ବିଶଲ୍ୟକରଣୀ ଦେଇକିରି ତାକୁ ପଟି ଭିଡ଼ି ଦେଲେ ପଟି ଭିଡ଼ି ଦେଲେ। ବାହ ଆଜ୍ଞା କିଛି ଦିନ ପରେ ଭଲ ହେଇଗଲା, ସୁସ୍ଥ ହେଇଗଲା ହରିଣ ଛୁଆଟା। ମୃଗ ଛୁଆଟା ଆଜ୍ଞା ଯେମିତି ସୁସ୍ଥ ହେଇଗଲା, ଏଇ ଆଜ୍ଞା ନିଜ ପୁଅକୁ ଆଜ୍ଞା ଆପଣ ମାନେ ବାପା ମା ଯେମିତି ଭଲ ପାଆନ୍ତି, ଏଇ ଆଜ୍ଞା ଠିକ ତାଠୁ ଅଧିକ ବଳକା ସ୍ନେହ କଲେ ମହାମୁନି ଭରତ ହରିଣ ଶାବକକୁ। ଦେଖ ଏଇ ଆଜ୍ଞା ଯେତେବେଳେ ତପସ୍ୟାରେ ବସିଥିବେ ମହାମୁନି ଭରତ, ଆହା ସେତେବେଳେ ଏଇ ସ୍ନେହ କାଙ୍ଗାଳ ପିଲାଟା, ଏଇ ଅର୍ଥାତ ଏଇ ହରିଣ ଛୁଆଟା ସ୍ନେହ କାଙ୍ଗାଳ ହେଇଥିବାରୁ ବାବୁରେ ସ୍ନେହରେ ମୁନି ଅଙ୍ଗେ ହୁଇ ଘଷି হুয়াই হাসি হুয়াই ঘাসি
মুনি হৃদয়ে হুয়ে হেরে মুনি হৃদয়ে যায় মমতা বসি আজ্ঞা যেତେବେଳେ মহামুনি ভরত তপস্ୟାରେ ବସିଥାନ୍ତି ଇଏ ମୃଗ ଶାବକଟି ଯେହେତୁ ତାଙ୍କରି ସ୍ନେହ ଶ୍ରଦ୍ଧା ପାଇକିରି ବଢିଛି ତେଣୁ ଇଏ ଯାଇକିରି ଘଷି ହବ ଦିହେରେ ଇଏ ଘଷି ହେଲା ପରେ ମୁନିଙ୍କର ଆଉ ପ୍ରଭୁଙ୍କ କଥା ମନେ ପଡିବନି ପ୍ରଭୁଙ୍କ ଦିହ ମୁନିଙ୍କ ଦିହ ସଲସଲ ହବ ଆଜ୍ଞା ମନେ ମନେ ଭାବିବେ କହିବେ ଆରେ ଆହା କେଡେ ସୁନ୍ଦର ଆଖି ଯୋଡିକ କେଡେ ସୁନ୍ଦର କେଡେ ଦୟାଳୁ କେଡେ ନିରୀହ ପିଲାଟିଏ ଇଏ ଯାହା ହଉ ବଞ୍ଚିଗଲା ପ୍ରଭୁଙ୍କ ଦୟାରୁ ଆଜ୍ଞା ମୁନି ତପସ୍ୟା ଛାଡିକିରି ତାକୁ ଟିକେ ଆଉଁସି ଦେବେ ତାକୁ ଟିକେ କୋଳରେ ବସିକିରି ଗେଲ କରିଦେବେ ଆଜ୍ଞା ଯଦି କିଛି କ୍ଷୀର ଫିର ଥବ ଟିକେ ପିଆଇ ଦେବେ ଆଜ୍ଞା ଏଇଭଳି ଦିନକୁ ଦିନ ମୃଗ ଶାବକ ଉପରେ ମୁନିଙ୍କର ସ୍ନେହଟା ବଢି ବଢି ଚାଲିଲା ଆଜ୍ଞା ଏତେ ବଢି ବଢି ଚାଲିଲା ଯେ ପ୍ରଭୁଙ୍କର ଆଉ ଭଗବାନଙ୍କୁ ଧ୍ୟାନ କଲା ବେଳେ ଯେତେବେଳେ ଭଗବାନଙ୍କୁ ଧ୍ୟାନ କଲେ ମହାମୁନି ଭରତ ସେତେବେଳେ ପ୍ରଭୁଙ୍କ ରୂପ ଆଉ ତାଙ୍କୁ ଦିଶିଲା ନାହିଁ ଆଜ୍ଞା ଧ୍ୟାନ କଲା ବେଳେ ଶୟନେ ସପନେ ସେହି ରୂପଟି ଦିଶିଲା ପ୍ରତି ମୁହୂର୍ତ୍ତରେ ହରିଣ ଶାବକ କଥାଟି ସ୍ମରଣ ହେଲା ଆଜ୍ଞା ଶୋଇଲେ ଖାଇଲେ ବସିଲେ ଧ୍ୟାନ କଲେ ପ୍ରତି ମୁହୂର୍ତ୍ତରେ ମନେ ହେଲା ଯେ ମୁଁ ଯଦି ମରିଯିବି ମୁଁ ବୁଢା ହେଇଗଲେ ତ ମରିବି ମୁଁ ମରିଗଲା ପରେ ମୋ ଏଇ ହରିଣ ଛୁଆଟିକି ମୋ ଶିଷ୍ୟମାନେ ୟାର ଦାୟିତ୍ୱ ଠିକରେ ନେବେ କି ନାହିଁ କେଜାଣି କହିଲେ ଯଦି ଧ୍ୟାନରେ ବସିଲେ ମନେ ହେଲା ଯେ ଏ ଜଙ୍ଗଲ ଭିତରେ କୋଉ ସିଂହ ଫିଂହ ଆକ୍ରମଣ କରିକିରି ମୋ ପିଲାଟାକୁ ମାରିଦେବେନି ତ ଆଜ୍ଞା ପ୍ରତି ମୁହୂର୍ତ୍ତରେ ଆଉ ପ୍ରଭୁଙ୍କ ଚିନ୍ତା ନ କରି ସେଇ ଗୋଟିଏ ଧ୍ୟାନ ମୋ ପିଲା କେମିତି ବଞ୍ଚିବ ଏତେ ବଡ ମହାଜ୍ଞାନୀ ମୁନି ଭରତ ମଲା ବେଳେ ମଧ୍ୟ ସେ ପ୍ରଭୁଙ୍କ ରୂପକୁ ସ୍ମରଣ ନ କରି ପ୍ରଭୁଙ୍କ ନାମକୁ ନ ଜପି ସେଇ ହରିଣ କଥାକୁ ଭାବି ଭାବି ତାଙ୍କର ପ୍ରାଣତ୍ୟାଗ ହେଲା ଆଜ୍ଞା ଯମପୁରରେ ବିଚାର ଚାଲିଲା ଆଜ୍ଞା ଆପଣଙ୍କର ଧର୍ମ ଦେବତା ହେଲେ ଯମ ସେ ପାପ ପୁଣ୍ୟର ବିଚାର କଲେ ଚିତ୍ରଗୁପ୍ତକୁ ପଚାରିଲେ କହିଲେ ଚିତ୍ରଗୁପ୍ତ ପାଞ୍ଜି ଦେଖ ଇଏ ମହାମୁନି ଭରତଙ୍କର ପାପ କେତେ ପୁଣ୍ୟ କେତେ ଆଜ୍ଞା ପାଞ୍ଜି ଦେଖିଲେ ଚିତ୍ରଗୁପ୍ତ ଆଜ୍ଞା ଚିତ୍ରଗୁପ୍ତ କହିଦେଲେ କହିଲେ ହେ ମହାରାଜ ଇଏ ଜଣେ ମହାଜ୍ଞାନୀ ମୁନି ବିବେକୀ ଏବଂ ଜ୍ଞାନବନ୍ତ ବୈରାଗୀ ମୁନି ଧର୍ମ ଛଡା ଅଧର୍ମ ତାଙ୍କ ଜୀବନରେ କରିନାହାନ୍ତି ଜଗତର କଲ୍ୟାଣ ଛଡା ଅକଲ୍ୟାଣ ଚିନ୍ତା ବି କରିନାହାନ୍ତି କିନ୍ତୁ ତାଙ୍କ ଜୀବନର ଗୋଟିଏ ବଡ ଭୁଲ ବିରାଟ ଭୁଲ ଗୋଟେ ଯିଏ ବ୍ରହ୍ମାଣ୍ଡର ନାୟକ ହଉଛନ୍ତି ଆଜ୍ଞା ଭଗବାନ ପରମ ବ୍ରହ୍ମ ତାଙ୍କୁ ଛାଡିକିରି ଆପଣ ଯେତେ କାମ କରିବେ ସବୁ ଗୁଡିକ ଆଜ୍ଞା ଓଲଟା ଫଳ ଫଳିବ ମୁଁ ଆପଣଙ୍କୁ ଏଇ ସଭାରେ 2-3 ଦିନ ତଳେ କହିଥିଲି ଯେ ଆପଣଙ୍କର ଯତ୍ କରୋସି ଯଦସ୍ନାସି ପ୍ରଥମ ଦିନ ବୋଧେ କହିଥିଲି ଯଜୁହାସି ଦଦାସି ଯତ୍ ଭଗବାନଙ୍କର ସ୍ମରଣକୁ ଛାଡି ଭଗବାନଙ୍କୁ ଛାଡିକିରି ଆପଣ ଯଜ୍ଞ କରନ୍ତୁ ହୋମ କରନ୍ତୁ ବିଦ୍ୟାରମ୍ଭ କରନ୍ତୁ ବେପାର କରନ୍ତୁ ଯାହା କିଛି କରନ୍ତୁ ସବୁର ଓଲଟା ଫଳ ଆପଣଙ୍କର ଫଳିବ ତେଣୁ ଇଏ ମହାମୁନି ଏତେ ଜ୍ଞାନୀ ହେଇକିରି ସୁଦ୍ଧା ଇଏ ଭଗବାନଙ୍କୁ ଡାକିବେ କଣ ହରିଙ୍କର ଭଜନ ଛାଡି ପ୍ରଭୁଙ୍କର ନାମ କୀର୍ତ୍ତନ ଛାଡି ତାଙ୍କ ରୂପକୁ ସ୍ମରଣ କରିବା ଛାଡି ଗୋଟେ ହରିଣ ଶିଶୁ ପ୍ରତି ଆସକ୍ତ ହେଲେ ଆଜ୍ଞା ବିଚାର ହେଲା ଏଇଆ କହିଲେ ଯିଏ ଯାହାକୁ ଭଲ ପାଉଛି ଆଜ୍ଞା ତାକୁ ସେଇଥିରେ ପକେଇ ଦିଅ ଯଦି ଇଏ ମହାମୁନି ଭରତ ଗୋଟେ ମୃଗ ଛୁଆକୁ ଏତେ ଭଲ ପାଇଲେ ଯେ ଗୋଟେ ମୃଗ ଛୁଆ ପାଇଁ ଭଗବାନଙ୍କୁ ଭୁଲିବା ପାଇଁ ମଧ୍ୟ ଗଲେ ତାହେଲେ ପରବର୍ତ୍ତୀ ଜନ୍ମରେ ଏ ମହାମୁନି ଭରତଙ୍କୁ ଗୋଟାଏ ମୃଗ କରିଦିଅ ମୃଗ ଜନିରେ ଜନ୍ମିଲେ ପୁଣ୍ୟରୁ ପୂର୍ବ ଜନ୍ମ ସ୍ମରଣରତ ଏତେ ବଡ ମହାଜ୍ଞାନୀ ଭରତ କେତେ 84 ଜନି ଭ୍ରମଣ କରି କରି ଜଣେ ପ୍ରାଣୀ ମଣିଷ ଜନ୍ମ ପାଏ 84 ଲକ୍ଷ ଜନି ଭ୍ରମଣ କରି କରିକା ଗୋଟିଏ ପ୍ରାଣୀ ବହୁ କଷ୍ଟରେ ହୁଏ ମଣିଷ କାହିଁକି ନା ମଣିଷ ଭଳିଆ ଜ୍ଞାନୀ ଆଉ କେହି ନାହିଁ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ମଣିଷ ଦିବ୍ୟ ଜ୍ଞାନର ଅଧିକାରୀ କିନ୍ତୁ ସହଜରେ ମଣିଷ ଜନ୍ମଟା ମିଳେନି କିନ୍ତୁ ମଣିଷ ହେଇସାରିଲା ପରେ ଯିଏ ଧର୍ମକୁ ଭୁଲିଯାଏ ଯିଏ ପ୍ରଭୁଙ୍କୁ ଭୁଲିଯାଏ ସିଏ ପୁଣି ଥରେ ପଛକୁ ପଳେଇ ଯାଏ କେମିତିଆ ଲୁଡୁପାଲିର ସାପ ଭଳିଆ ଆଜ୍ଞା ଲୁଡୁପାଲି ଆପଣ ମାନେ ଆଉ କିଏ ଖେଳୁଛନ୍ତି
ଲୁଡୁପାଲି ଗୋଟି ଖେଳ ଗୋଟା ଲୁଡୁପାଲି ଗୋଟେ କାଗଜରେ ଏମିତି ନଥାଏ ତା ଦେହରେ ଚିତ୍ର ଥବ ସବୁ ସାପ ସବୁ ଘର କଟା ହେଇଥିବ ତା ଦେହରେ ବିଭିନ୍ନ ଚିତ୍ର ଥବ ସାପ ତା ଭିତରେ ଲେସୁଣୀର ଚିହ୍ନ ଥବ ତା ଭିତରେ ସାପର ଚିହ୍ନ ଥବ ଠିକ 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 ଆପଣଙ୍କର ଯୋଉ ଦାନ ପଡିବ ହଁ ଗୋଟି ତା ଦେହରେ ସବୁ ବିନ୍ଦୁ ଥବ ହଁ ଯଦି ଆପଣଙ୍କର ଗୋଟି ଅନୁସାରେ ଆପଣଙ୍କର ଦାନ ପଡି ପଡିଯିବ ଯଦି ଲେସୁଣୀର ମୂଳରେ ପଡିବ ଆରେ ଦରକାର ପଡ଼ିଲେ 5 ରୁ ଏକାଥରେ ଉଠିବେ 25 25 କି ତ ଆଉ ଯଦି ଆପଣଙ୍କର ଦାନଟା ଯାଇକିରି ପଡିଯିବ ସାପ ମୁଣ୍ଡରେ ସାପ ମୁଣ୍ଡରେ ଏଇ ତାହେଲେ 99 ରୁ ଖସିବ 1 କୁ ଖସି ଆସିବ ଗୋଟାକରେ ଉଠିବ ଗୋଟାକରେ ପଡିବ ତେଣୁ ଆଜ୍ଞା 84 ଲକ୍ଷ ଯୋନି ଭ୍ରମଣ କରି କରି ଏ ଆଜ୍ଞା ନାଇଁ ନାଇଁ ତ ଆମେ ଆଉ ଖେଳିବାକୁ ଆମକୁ ବେଳ ଅଛି ଆମେ ଦେଖିଛେ ଖେଳୁନୁ ଆମେ ଦେଖୁଛୁ ମକର ଯାତ୍ରାରେ ବିକ୍ରି ହଉଛି ଖେଳ ଗୁଡାକ ବିକ୍ରି ହଉଛି ତେଣୁ ହେ ମୋର ନମସ୍ୟ ଜ୍ଞାନୀ ମଣ୍ଡଳୀ ଏଇ ତାର କହିବାର ଉଦ୍ଦେଶ୍ୟ 84 ଲକ୍ଷ ଜନି ଭ୍ରମଣ କରି କରି ଯୋଉ ଜୀବଟା ଶେଷରେ ଦିବ୍ୟ ଜ୍ଞାନର ଅଧିକାରୀ ହେଲା ମନୁଷ୍ୟ ଜନ୍ମ ପାଇଲା ମନୁଷ୍ୟ ଜନ୍ମ ପାଇଲା ପରେ ପ୍ରଭୁଙ୍କୁ ଖୋଜିଲା ନାହିଁ ଭଗବାନଙ୍କ ଠାରୁ ବିଚ୍ୟୁତ ହେଲା ସେ ସାପ ମୁଣ୍ଡରେ ପଡିଲା ତା ଦାନ ଦେଖ କିଏ ଜାନ ଖାଇବ କାହିଁ ଅନିଜ କୋଉଠିକି ଆସିବ ମୂଳକୁ ଆସିବ ଇଏ ମହାମୁନି ଭରତ ଏବେ ମୃଗଜନୀ ହେଲେ କି ପୁଣ୍ୟ ବଳେ ଜାତି ସୀମର ସେହୁ ବୋଲାଇଲେ କି କେବଳ ଆଜ୍ଞା ବହୁତ ଗୁଡିଏ ପୁଣ୍ୟ କରିଥିଲେ ବୋଲି ତାଙ୍କୁ ଆଜ୍ଞା ଜାତି ସ୍ମର କରାଗଲା ଜାତି ସ୍ମର କହିଲେ ପୂର୍ବ ଜନ୍ମର କଥାଟାକୁ ସେ ମନେ ରଖି ପାରିବେ ମୁଁ ଏଇ ଭୁଲ କଲି ବୋଲି ମୁଁ ମଣିଷରୁ ପଶୁ ହେଲି ତାହେଲେ ଆଜ୍ଞା ମୁଁ କାହିଁକି କଥା କହିଲି ନା ଗୋଟିଏ ପଶୁର ପ୍ରେମରେ ପଡି ପଶୁ ବନ୍ଧନରେ ପଡି ମହାମୁନି ଭରତ ମଧ୍ୟ ପଶୁ ଜନିକୁ ପ୍ରାପ୍ତ ହେଲେ ଆମେ ତ ମଣିଷ ଠିକ ସେଇଭଳିଆ ଭାଗବତ କହିଲେ ପଶୁ ତନୟ ତୁ ତ ପୁଅ ପ୍ରେମରେ ପଡିଛୁ ତୁ ତ ବହୁ ପ୍ରେମରେ ପଡିଛୁ ତୁ ତ ପରିବାର ପ୍ରେମରେ ପଡିଛୁ ତୁ ତ ଘରଦ୍ୱାର ପ୍ରେମରେ ପଡିଛୁ ୟାକୁ ଛାଡିକି ତୁ କେମିତି ଯିବୁ ରେ ଭଗବାନଙ୍କୁ କେମିତି ପାଇବୁ ତୋ ମନ ତ ବନ୍ଧା ହେଇଛି ଖୁଣ୍ଟରେ ତୁ କେମିତି ବ୍ରହ୍ମାଣ୍ଡରେ ବୁଲିବୁ ରେ ରୁହନ୍ତୁ ଦେଢ ବର୍ଷର ନାତିଟା ତାକୁ ଛାଡିକିରି କୁଆଡେ ଯିବି ନ ଛାଡିଲେ ପ୍ରଭୁଙ୍କୁ ପାଇବୁ ନାହିଁ ସେଥିପାଇଁ 51 ବର୍ଷ ପରେ 51 ରୁ 75 ଭିତରେ ଆପଣଙ୍କର ଭାଗବତ କହିଲେ ବୟସ ତୃତୀୟ ପ୍ରାପତେ ବେଗେ ଚହଳି ଭୁବନ ପଥେ 51 ରୁ 75 ବର୍ଷ ଭିତରେ ଘର ଦ୍ୱାର ସଂସାର ପ୍ରିୟ ପରିଜନକୁ ଛାଡି ପୁଅ ଝିଅ ସଂସାରକୁ ଛାଡି ତତେ ବାନପ୍ରସ୍ଥ ଜଙ୍ଗଲକୁ ଯିବାକୁ ପଡିବ ଆଚ୍ଛା ଜଙ୍ଗଲକୁ ଗଲେ ଜଙ୍ଗଲ ଭିତରେ କଣ କ୍ଷୀରି ପୁରୀ ଅଛି ଛଅ ତୃଣ ଭୋଜା ଅଛି ସେଠି ସେଲୁନ ଅଛି ତ ଚୁଟି କାଟିବ କିଏ ଦାଢି କ୍ଷୀର ହବୁ ତା ଭିତରେ ବିଭିନ୍ନ ପ୍ରକାର ରଙ୍ଗୀନ ପୋଷାକ ତା ଭିତରେ ପିନ୍ଧିବୁ କିଛି 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 ନାହିଁ କହିଲା ମନେ ଭକ୍ଷିବୁ କନ୍ଦମୂଳ ମନେ ରଖିବୁ କନ୍ଦମୂଳ ମନେ ଭକ୍ଷିବୁ କନ୍ଦମୂଳ ସେଠି ଆଉ ଟୁଲୁ ବାବୁ ନଥିବେ ଯେ ଟୁଲୁ ବାବୁ ସେଠି ନଥିବେ କି ନାରାୟଣପଡ଼ା ଗାଁ ଭାଇ ନଥିବେ ଆମର ସେଠି ଆମକୁ ପନିର କରିକି ପନିର ମଟର ଖାଇବାକୁ ଦେବେ ଆଉ ଗୋଟେ କଣ ଖାଇବ ମୁଁ ଜଙ୍ଗଲ ଭିତରେ ମନେ ଭକ୍ଷିବୁ କନ୍ଦମୂଳ ମନେ ରଖିବୁ କନ୍ଦମୂଳ ପିନ୍ଧିବୁ ବୃକ୍ଷର ବକ ପିନ୍ଧିବୁ ଜଙ୍ଗଲରେ ଗଛର ବକଳ ପିନ୍ଧିବୁ ଲୁଗାପଟା ନାହିଁ ସେଠି ଲୁଗାପଟା ନାହିଁ ନା ଜଙ୍ଗଲଟା ତ ଆରେ ମୁନିଆ ପଥର ଦିହରେ ଗଛରୁ ବକଳ ତାଡ଼ିକି ବାହାର କରିବୁ ତାକୁ ହିଁ ପିନ୍ଧିବୁ ଆଚ୍ଛା ନ ପିନ୍ଧିଲେ ବି ଚଳିବ କଞ୍ଚା କଞ୍ଚା କନ୍ଦମୂଳ ତାଡ଼ିକିରି ଖାଇବୁ କନ୍ଦମୂଳ କଞ୍ଚା କନ୍ଦମୂଳ ତାଡ଼ିକିରି ଖାଇବୁ ଆଉ ଭାତ ଡାଲି ତରକାରୀ ଯଦି କୋଉଠି ଫଳ ଫଳ ମିଳିଲା ଖାଇବୁ ନ ମିଳିଲେ ତୁ ଝରଣାର ଜଳ ପିଇକି ଉପାସ ରହିବୁ ଭାତ ମିଳିବନି କିଏ ତୋତେ ରାନ୍ଧିକି ଦବରେ ମୋର ଦରକାର ନାହିଁ ହେ ବାବା ତୁ ଯିବାକୁ ବାଧ୍ୟ ବିଲକୁଲ ନହେଲେ ବୁଢାଟା କାହିଁ ପେଁ ପେଁ ହଉଛୁ ବୋଲି ତତେ ନେଇକିରି ବସା ବାହାରେ ନେଇକି ଫୋପାଡ଼ି ଦେବେ ସିଡି ଘର ତଳେ ତୁ ରହିବୁ ରେ ସିଡି ଘର ତଳେ ରହିବୁ ଆରେ ପୁଅ ବୋହୁ ରହିବେ ଘର ଭିତରେ ବୁଢା ବୁଢୀ ରହିବେ କୋଉଠି ସିଡି ତଳେ ଭଲ ଥଣ୍ଡା ରହିବ ଯାହା ଖାଇ ସାରିଲା ପରେ ଯାହା ଅଇଁଠା କଇଁଠା ବଳିଲା ତାକୁ ଆଜ୍ଞା ଫୋପାଡ଼ି ଦେବେ ଖାଇଲେ ଖା ନ ଖାଇଲେ ନାହିଁ ହଁ ଖାଇଲେ ଖା ନ ଖାଇଲେ ନାହିଁ ଏମିତି କରିବେ ଆଉ ହେ ଭଗବାନ କଣ ଭାବୁଛୁ ତେଣୁ ଯଦି ଭଲ ବସା ଅଛି ଘର ଦ୍ୱାର ଛାଡେ ମୁଁ ଏକୁଟିଆଟା କାହିଁକି ଯିବି ସାଙ୍ଗ ହେଇକି ପଳେଇବା ଆଜ୍ଞା ବାନପ୍ରସ୍ଥରେ ସ୍ତ୍ରୀ କି ସାଙ୍ଗରେ ନେଇ ହବ ଆଜ୍ଞା ଯେହେତୁ ସଂସାରଟା ଅଭ୍ୟାସ ହେଇଯାଇଛି ଜଣେ ଲୋକ ଏକୁଟିଆ ଚଳିପାରିବନି ବୋଲି ଆମ ସଂସ୍କୃତି ଭିତରେ ନିଜ ସ୍ତ୍ରୀ କି ସାଙ୍ଗରେ ନବାର ବିଧି ମଧ୍ୟ ଅଛି ମାନେ ସ୍ତ୍ରୀ ଯିବଟି 25 ବର୍ଷ କାଳ ହଁ ଯିବ ଆଜି ଯାଇପାରିବ ଯାଇପାରିବ ଅସୁବିଧା କଣ ଅଛି
ଡେକ୍ଚି ଫେକ୍ଚି ଯୋଡ଼େ ନେଇଗଲେ ନାଇଁ 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 ଡେକ୍ଚି ଫେକ୍ଚି ନେଇପାରିବନି ଆଉ ସିଏ କ'ଣ କରିବ ନେଇପାରିବନି ଜଙ୍ଗଲ ଭିତରେ ମୁଁ ତ ଦି ଜଣ ଯାକ କନ୍ଦମୂଳ ଖାଇବ ଦି ଜଣ ଯାକ ଝରଣାର ଜଳ ପିଇବ ତାହେଲେ ସିଏ କାହିଁ ବେକେଟ ଯିବ ତଳେ ଶୋଇବ ମାଟିରେ ଶୋଇବ ଦି ଜଣ ଯାକ ମାଟିରେ ଶୋଇବ ହେ ଭଗବାନ କି କଦର୍ଯ୍ୟ ଏଗୁଡ଼ା କରିହବନି ଏଗୁଡ଼ା ଶୁଣ ତେଣୁ ହେ ମୋର ନମସ୍ୟ ଜ୍ଞାନୀ ମଣ୍ଡଳୀ ହଁ ହଁ କିନ୍ତୁ 25 ବର୍ଷ କାଳ ଏଇଟା ଅଭ୍ୟାସ ହେଇଗଲା ପରେ ପରେ ଆଉ ଭୋଗ ବିଳାସଟା ଆପଣଙ୍କ ମନରେ ରହିବନି 25 ବର୍ଷର ଅଭ୍ୟାସଟା କଟିଯିବ କଟିଯିବ ତ ଯୋଉ ଭୋଗ ବିଳାସ ହେଇଛି 25 ବର୍ଷ ହଁ। ସେତକ 25 ବର୍ଷର ଚେଷ୍ଟା ଦ୍ୱାରା ଧୀରେ ଧୀରେ କଟିବ କଟିଯିବ କଟିଲା ପରେ ତାପରେ କଣ ସନ୍ନ୍ୟାସ। ଚତୁର୍ଥ ଆଶ୍ରମଟି ହେଲା ସନ୍ନ୍ୟାସ ହଁ ହଁ 75 ରୁ 100 ବର୍ଷ ଭିତରେ ହେଲା ସନ୍ନ୍ୟାସର ସମୟ ସନ୍ନ୍ୟାସ ଆଉ ସନ୍ନ୍ୟାସ ଯୋଉ ଦିନ ତମେ ହେଇଯିବ ଏଇ ନା ପୁଅ ଯାଇପାରିବ ନା ସ୍ତ୍ରୀ ଯାଇପାରିବ ସାଙ୍ଗରେ କେହି ଯାଇପାରିବେ ତେଣୁ ଆପଣଙ୍କର ଭାଗବତକାର କହିଲେ କଣ? ବେଳା ପୁତ୍ର ନିବେଶୀ ପତ୍ନୀ ପାଶେ ଅଥବା ଚଳିବ ସନ୍ନ୍ୟାସେ ଅଥବା ଚଳିବ ସନ୍ନ୍ୟାସେ ଅଥବା ଚଳିବ ସନ୍ନ୍ୟାସେ ଭାଗବତକାର ସବୁ ବାଟ ପରିଷ୍କାର କରିଦେଇଛନ୍ତି ଆଜ୍ଞା ପୁରା ପରିଷ୍କାର ଆପଣଙ୍କୁ 75 ବର୍ଷ ହେଇଗଲା ପରେ ଆପଣ ବାନପ୍ରସ୍ଥ ଛାଡିକିରି ଯିବେ ସନ୍ନ୍ୟାସୀ ହେବେ ଏଇ ଯଦି ସନ୍ନ୍ୟାସୀ ହେବେ ପୁଅ ଯାଇପାରିବନି କି ସ୍ତ୍ରୀ ଯାଇପାରିବନି ଏଗୁଡ଼ା କେହି ଯିବେ କିନ୍ତୁ ଆପଣ ଗୋଟିଏ କାମ କରିବେ ଯଦି ଆପଣଙ୍କର ସ୍ତ୍ରୀ ହଁ ନିଜ କାମ ନିଜେ କରିବା ପାଇଁ ସକ୍ଷମ ଅଛନ୍ତି ପୁଅଟା ଛୋଟ ଅଛି ଅଛି ତାହେଲେ ପୁଅକୁ ତା ନିଜ ସ୍ତ୍ରୀ ଦାୟିତ୍ୱରେ ହଁ ଧରେଇ ଦେଇକି ଆପଣ ସନ୍ନ୍ୟାସ କରିବେ ଯଦି ପୁଅଟା ରୋଜଗାରିଆ ହେଇଗଲାଣି ହଁ ତାହେଲେ ପୁଅ ଦାୟିତ୍ୱରେ ବୁଢୀକି ଧରେଇ ଦେଇକି ଆପଣ ସନ୍ନ୍ୟାସ କରିବେ ବୁଢ଼ୀକି ଛାଡ଼ିକି ଯିବୁ ଏତକ ବାଟ କଲେ ଯାଇକି ଚାରିଟାକ ଆଶ୍ରମ ପୂର୍ଣ୍ଣ ହବ ଆଚ୍ଛା ସେ ବେପାରୀ କଥା କାହିଁ କହିଲି ଆଚ୍ଛା ମୁଁ ଯୋଉ ଜଙ୍ଗଲ ଭିତରକୁ ଯିବି ଯଦି ମୁଁ ବାଇଚାନ୍ସ ତା ଭିତରେ ଚାଲିଯାଏ ୟାର ତାକୁ ଭାତିଆ ହବନି ଏମିତି କେତେ କିଏ ଯାଇଛନ୍ତି ନା ଆଉ ଭାତିଆ ଆପଣଙ୍କର ବିଦୁର ହଁ ଆଜ୍ଞା ବିଦୁର ଗଲେ ବାନପ୍ରସ୍ଥରେ ହଁ ଆଜ୍ଞା ଜଙ୍ଗଲ ଭିତରେ ଜଳିଗଲେ ଧୃତରାଷ୍ଟ୍ର ବିଦୁର ଗାନ୍ଧାରୀ ଗାନ୍ଧାରୀ ତାଙ୍କର ପତା ମିଳିଲାନି ନାଇଁ ଏମିତି ଆଜ୍ଞା କେତେ ଯାଇଛନ୍ତି କେତେ ବିଭିନ୍ନ ଦୁର୍ଘଟଣା ଭିତରେ ମରିଛନ୍ତି ହଁ ଯିଏ ଘର ଦ୍ୱାର ତ୍ୟାଗ କଲା ଯିଏ ପ୍ରଭୁଙ୍କୁ ପାଇବା ପାଇଁ ଚେଷ୍ଟା କଲା ଗଲା ସେ ଆଜ୍ଞା ମରଣକୁ ଡରିବ ନା ସେ ମରି କହିଲା ହୃଦୟ ଗୋବିନ୍ଦ ପଦ ଧ୍ୟାଇ ପାଦ ଧ୍ୟାଇ ନୟନ ବୁଝି ଦେବେ ଭାଇ ଆଉ ପଥ ନ ଜାଣି ଦେବେ ହୁଡେ ସେ ପ୍ରାଣୀ କେବେ ନ ପଡେ ର ଯିଏ ଆଜ୍ଞା ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଦେଲା ତା ମନ ଭିତରେ ଆଉ ମୃତ୍ୟୁ ଭୟ ନାହିଁ ହୃଦୟ ଗୋବିନ୍ଦ ପଦଧ୍ୟାୟୀ ନୟନ ବୁଝି ଦେବେ ଆଜ୍ଞା ପ୍ରଭୁଙ୍କୁ ହୃଦୟରେ ଧାରଣ କରିକି ଯଦି ଆପଣ ଆଖି ବୁଝିକି ଅମଳା ଅମଳା ଧାଇଁବେ ତାହେଲେ ମଧ୍ୟ ପଡିବାର ଭୟ ନାହିଁ କାହିଁକି କଥା ଯଦି କହିଲି? ବାଇଚାନ୍ସ ପଡୁ ତୋର ଛିଣ୍ଡା ଛିଣ୍ଡି କିଛି ହେ ମୋର ନମସ୍ୟ ଜ୍ଞାନୀ ଗୁଣୀ ବିବେକୀ ମହୋଦୟ କାହିଁକି ଏ କଥା କହିଲି ନା ଆପଣଙ୍କର ଗୌତମ ହେଲେ ଋଷି କିନ୍ତୁ ସେ ବିବାହିତ ତାଙ୍କର ଗୋଟିଏ ସ୍ତ୍ରୀ ଥିଲା ଯାହା ନାଁଟା ହେଲା ଅହଲ୍ୟା ବାବୁର ଅହଲ୍ୟା ନାମକ ଏଇ ସ୍ତ୍ରୀଟି ଦିନେ ପତିତା ହେଇଗଲା ପତିତା କହିଲେ କଣ ନା ପାପରେ ଲିପ୍ତ ହେଲା ବାବାଜୀଙ୍କ ସ୍ତ୍ରୀ ଆପଣଙ୍କର କବି ମାଧବ ସାମନ୍ତ ସିଂହାର କହିଲେ ଗୌତମ ବାମା ସତୀ ଲଭିଲା ଦିବ୍ୟ ମୁକତି ଲଭିଲା ସଦ୍ୟ ମୁକତି ଆପଣ ମାନେ ଅହଲ୍ୟା ଉପାଖ୍ୟାନ ଜାଣିଛନ୍ତି ମୁଁ ସେଗୁଡାକ ଆପଣଙ୍କ ଆଗରେ ବର୍ଣ୍ଣନା କରିବା ପାଇଁ ଯାଉନି କେବଳ ଏତିକି ଆପଣ ଜାଣିଛନ୍ତି ଯୋଉ କଥା ମାଧବ ବାବୁ କହିଲେ ଗୌତମ ବାମା ସତୀ ଏ ଅହଲ୍ୟାଟି ଗୋଟିଏ ସତୀ ନାରୀ ପତିବ୍ରତା ନାରୀ ବୋଲି ଆଜି ପର୍ଯ୍ୟନ୍ତ ଆପଣ ଜାଣିଛନ୍ତି ଆଜ୍ଞା ଅହଲ୍ୟା ଗୋଟିଏ ସତୀ ନାରୀ ବୋଲି ମଧ୍ୟ ଆପଣଙ୍କର କୋଥଳି ବୁଣି ଯୋଉ ନିତ୍ୟକର୍ମ ପଦ୍ଧତି ଭିତରେ ଲେଖା ହେଇଛି 5ଟି କନ୍ୟାକୁ ସତୀ ବୋଲି କୁହାଯାଇଛି କହିଲା ଅହଲ୍ୟା ଦ୍ରୌପଦୀ କୁନ୍ତୀ ତାରା ମନ୍ଦୋଦରୀ ତଥା ପଞ୍ଚକନ୍ୟା ସ୍ମରେ ନିତ୍ୟଂ ଏ ମହାପାତ କନାଶନ ଆଜ୍ଞା ଜଗତ ଯୋଉ 5 ଜଣଙ୍କୁ ଅସତୀ ବୋଲି ଭାବେ ଆଜି ଏଠି ସମସ୍ତଙ୍କୁ ସତୀ ବୋଲି କୁହାଯାଇଛି ଏକରେ ଅହଲ୍ୟା ତାଙ୍କର ସ୍ୱାମୀ ହେଲେ ଗୌତମ ସିଏ କିନ୍ତୁ ପ୍ରୀତି କଲେ ଇନ୍ଦ୍ରଙ୍କ ସାଙ୍ଗରେ ବୁଝିଲୁ ଦ୍ରୌପଦୀ
ଦ୍ରୌପଦୀଙ୍କର ଆଜ୍ଞା ଗୋଟିଏ ନୁହଁ 5ଟି ସ୍ୱାମୀ, ପାଞ୍ଚଟା ସ୍ୱାମୀ, ପଞ୍ଚ ପାଣ୍ଡବ, ପୁଣି ତାଙ୍କର ଟିକେ ମନ ଥିଲା କାହା ଉପରେ ନା କର୍ଣ୍ଣ ଉପରେ। କର୍ଣ୍ଣ ଉପରେ, ହଁ ତେଣୁ ସିଏ ଗୋଟିଏ ସତୀ, ଆଜ୍ଞା ଅହଲ୍ୟା ଗୋଟିଏ ସତୀ, ସତୀ, ଦ୍ରୌପଦୀ ଗୋଟିଏ ସତୀ, କୁନ୍ତୀ, କୁନ୍ତୀ ଆଜ୍ଞା 5ଟି ସ୍ୱାମୀ ତାଙ୍କର। ହଁ ହଁ ହେ ବାବୁ ତମର ଯଦି ପୁଅ ଦରକାର ଥିଲା, ହଁ ଗୋଟିଏ ପୁଅ ପାଇ ସାରିଲା ପରେ ତମର ଢେରେ, ଢେର ଅସୁବିଧା ତମେ 5 ଜଣ ଦେବତାଙ୍କୁ ନିମନ୍ତ୍ରଣ କରି କରି ତାଙ୍କ ସହିତ ପ୍ରୀତି କରି ହଁ। ଏ 5ଟା ପୁଅ ଜନ୍ମ କରିବାର କିଲୋଡ଼ା ଥିଲା। ଡିନର କଥା ନା? ଦୁର୍ବାସ ଦେଇଥିଲେ ମାଳ, ହଁ ଦୁର୍ବାସା ତମର ଯଦି ପୁଅଟିଏ ଦରକାର ତାହେଲେ ତମେ ଯାହାଙ୍କୁ ଡାକିକିରି ଯେତେବେଳେ- ଚାହିଁଲେ ଗୋଟିଏ ଭଲ ପୁଅ ପାଇପାରିବ। ହଁ ହେ ବାବୁ ତମର ଯଦି ପୁଅ ଦରକାର ଥିଲା, ହଁ ତାହେଲେ ତମେ ଧର୍ମରାଜଙ୍କୁ ପାଇଲ, ଯୁଧିଷ୍ଠିର ଭଳିଆ ପୁଅକୁ ପାଇଲ, ପ୍ରଥମେ ତାପରେ ଆଉ ଗୋଟେ ପୁଅ ତମର କଣ ଦରକାର ଥିଲା? କଣ ଆବଶ୍ୟକ ଥିଲା? ତମେ ପବନକୁ ଡାକିକି କାହିଁକି ଭୀମକୁ ଜନ୍ମ ଦେଲ? କଣ ଦରକାର? ଇନ୍ଦ୍ରଙ୍କୁ ଡାକିକି କାହିଁକି ଅର୍ଜୁନକୁ ଜନ୍ମ ଦେଲ? ଏଟା ଭୁଲ ପୁଣି ନା? ପୁଣି ସାନ ଯାହାକୁ ହଁ ଶୌତୁଣୀକି ଦେଇଦେଲ ତମେ ମାଲଟାକୁ, ହଁ ସିଏ ପୁଣି ଯୋଡ଼ାଏ ପିଲାଙ୍କୁ ଜନ୍ମ ଦେଲା, କିଏ ନା ମାଦ୍ରୀ, ଏଇ ମାଳ ନକୁଳ ଆଉ ସହଦେବଙ୍କୁ ଅଶ୍ୱିନୀ କୁମାରଙ୍କ ମାଧ୍ୟମରେ। ହଁ ହଁ ତେଣୁ ହେ ମୋର ନମସ୍ୟ ଜ୍ଞାନୀ ମଣ୍ଡଳୀ, ଆଜ୍ଞା ଇଏ କୁନ୍ତୀ ମଧ୍ୟ ଗୋଟିଏ ସତୀରେ ଗଲା। ସତୀ, ହଁ ଏତେ କଥା କରିକିରି ସିଏ ହେଲା ସତୀ। ସତୀ, ଅହଲ୍ୟା, ଦ୍ରୌପଦୀ, କୁନ୍ତୀ, ହଁ ମନ୍ଦୋଦରୀ ତଥା ମନ୍ଦ କରି ଏ ଅହଲ୍ୟା ତାରା ମନ୍ଦୋଦରୀ। ହଁ ଆଜ୍ଞା ଆଉ ଗୋଟିଏ ସ୍ତ୍ରୀ ହେଲା କିଏ ନା ତାରା। ତାରା ଆରେ ତାରାଟି ହେଲା ବାଳିର ସ୍ତ୍ରୀ। ହଁ ଭଗବାନ ରାମଚନ୍ଦ୍ର ବାଳିକି ମାରିଲା ପରେ ଏଇ ତାରାକୁ କହିଲେ, ହେ ତାରା ତାରା ତମେ ବର୍ତ୍ତମାନ ସୁଗ୍ରୀବକୁ ବିବାହ କର। ଆଜ୍ଞା ଭଗବାନଙ୍କ କଥାରେ ରାମଚନ୍ଦ୍ରଙ୍କର କଥାକୁ ମାନି ଏଇ ତାରାଟି ସୁଗ୍ରୀବକୁ ବାହା ହେଲା। ବାଲା ଆଉ ତାହେଲେ ଗୋଟିଏ ସ୍ୱାମୀ ଥିଲା, ମରିଗଲା ପରେ ବିଧବା ହେଲା ପରେ ଆଉ ଗୋଟିଏ ସ୍ୱାମୀକି ଗ୍ରହଣ କଲା। ଆଉ ଗୋଟେ ୟା ଅବସ୍ଥାଟି ଯାହା, ଆପଣଙ୍କର ମନ୍ଦୋଦରୀ ଅବସ୍ଥା ମଧ୍ୟ ସେଇଆ। ସେଇଆ ସ୍ୱାମୀ ତାର ହେଲା ରାବଣ। ହଁ ଭଗବାନ ରାମ କହିଲେ, ରାବଣ ମରିଗଲା ପରେ କହିଲେ ବିଭୀଷଣକୁ ବାହା ହ। ବାହା। ଏଇ ରାମଙ୍କ ବୋଲରେ ପଡ଼ିକି ଏ ଯୋଡ଼ିକ ଯାକ ଆଉ ଦ୍ୱିତୀୟ ସ୍ୱାମୀ ବରଣ କଲେ। କଲେ ଇଏ ହେଲେ 5ଟି ନାରୀ, ହଁ। ଇଏ କୁଆଡେ ସତୀ। ୟାଙ୍କ ନାଁ ସକାଳୁ ଉଠିକି ଆପଣ ଧରିଲେ ଆପଣଙ୍କର ସବୁ ପାପ ନଷ୍ଟ ହବ। ଏ ପାଞ୍ଚ ତା ଭିତରୁ ଗୋଟାଏ କଥା ମୁଁ ଆପଣଙ୍କ ଆଗରେ କହିବାକୁ ଚାହୁଁଛି ସଂକ୍ଷିପ୍ତରେ, କାହିଁକି ନା ଆଜିର ବିଷୟବସ୍ତୁ ପୁଣି ରହିଲାନି କଥା। ବହୁତ କଥା ଅଛି, ତେଣୁ ହେ ମୋର ଜ୍ଞାନୀ ମଣ୍ଡଳୀ, ମାନେ ତାଙ୍କ କଥା ଆହୁରି ଆଉ କହିବ। ବର୍ତ୍ତମାନ ଗୋଟେ କଥା ପ୍ରସଙ୍ଗ ଭିତରେ ମୁଁ ପଶି ଯାଇଛି ବୋଲି ମୁଁ ଆଉ ବାହାରି ପାରିନି ବର୍ତ୍ତମାନ। ଖାଇବା କେତେ ତେଣୁ ହେ ମୋର ନମସ୍ୟ ଜ୍ଞାନୀ ମଣ୍ଡଳୀ, ତାହେଲେ କଥା ରହିଲା କୋଉଠି ଆପଣଙ୍କର ଅହଲ୍ୟା। ଅହଲ୍ୟା। ଯଦି ଅହଲ୍ୟାଟା ସତୀ, ସତୀ ତାହେଲେ ଆଜ୍ଞା ଗୌତମ ମୁନି କଣ ଅଜ୍ଞାନୀ? ନାଇଁ ତ ଗୌତମ ମୁନି ଏଇ ଯିଏ ସାଂଖ୍ୟ ଦର୍ଶନର ରଚୟିତା, ଗୌତମଙ୍କର ନ୍ୟାୟ, ଯିଏ ନ୍ୟାୟ ଦର୍ଶନର ରଚୟିତା, ହଁ। ସେଇ ହଉଛନ୍ତି ଆପଣଙ୍କର ଗୌତମ ଋଷି। ହଁ। ଆଜ୍ଞା କୋଉ ଦୋଷରେ ଆଜି ଅଭିଶାପ ଦେଲେ ଅହଲ୍ୟାକୁ? ପଥର ହେଇକିରି ପଡିଲା ଅହଲ୍ୟା। ଯୋଉ କଥା ଆମର ଭାଇ କହୁଥିଲେ ମୁଁ ପ୍ରଥମ ଦିନ, କହିଲା ବାଟେ ସେବନରେ ପଡି ଥିଲା ଦିବ୍ୟ ଶିଳା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କାବ୍ୟ ବୈଦେହୀଶ ବିଳାସ କହିଲା ବାଟେ ସେ ବନରେ ଯାଉଛନ୍ତି, ଆଗରେ ବିଶ୍ୱାମିତ୍ର, ବିଶ୍ୱାମିତ୍ରଙ୍କ ପଛରେ ଯାଉଛନ୍ତି ଦି ଭାଇ, ଦି ଭାଇ ରାମ ଆଉ ଲକ୍ଷ୍ମଣ। ଲକ୍ଷଣ ଜଙ୍ଗଲିଆ ରାସ୍ତା, ଜଙ୍ଗଲ ଦିଶୁନି, କଣ୍ଟା ଘଣ୍ଟା ବଣ ଭିତରେ ଛୋଟିଆ ପାଦ ଚଲା ରାସ୍ତା। ଛୋଟିଆ ରାସ୍ତା, ତା ଭିତରେ ଆଜ୍ଞା କୋଉଠି ପଥର ଅଛି, କୋଉଠି କଣ୍ଟା ଅଛି, କୋଉଠି କଣ ଅଛି ଜାଣିବା କଷ୍ଟ, ସମ୍ଭବ ନୁହଁ। କଷ୍ଟ। ତାପରେ ଯାହା ବା ଜାଣନ୍ତେ ହଁ। ତଳକୁ ସିନା ମୁହଁ ପୋତିକିରି ଗଲେ ବାଟଟାକୁ ଜାଣିବା। ହଁ ଆଗରେ ଯାଉଛନ୍ତି ବିଶ୍ୱାମିତ୍ର, ବିଶ୍ୱାମିତ୍ର, ରାସ୍ତାଟା ଜଣା ଅଛି କାହାକୁ ନା ବିଶ୍ୱାମିତ୍ରଙ୍କୁ। ବିଶ୍ୱାମିତ୍ର ରାମ ଲକ୍ଷ୍ମଣ ରହିବା କଥା କୋଉଠି ଆପଣଙ୍କର ବୃଦ୍ଧ କାଳେ, ରାଜବାଟୀ ରାଜପୁତ୍ର ମାନେ ବୁଢା ବୟସରେ ଜନ୍ମ ହେଇଛନ୍ତି, ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଆଜ୍ଞା ଋଷ୍ୟଶୃଙ୍ଗଙ୍କର ଯଜ୍ଞ ପ୍ରଭାବରେ ଆଜ୍ଞା ଚରୁ ବନରୁ ଜନ୍ମ ଏମାନେ। ହଁ ହଁ ତାହେଲେ ବୁଢା ବୟସରେ ଯୋଉ ପିଲା ଗୁଡାକ ଜନ୍ମ ନେଇଛନ୍ତି, କେତେ ସ୍ନେହରେ ଏଇ ଅଯୋଧ୍ୟା ରାଜଭବନ ଭିତରେ ସିଏ ଚଳୁଥିଲେ ପ୍ରତିପାଳିତ ହେଇଛନ୍ତି। ଆଉ ଜଙ୍ଗଲିଆ ରାସ୍ତାରେ ତାଙ୍କ ଜୀବନରେ କେବେ ଯାଇଛନ୍ତି କି? ନା ଅଭ୍ୟାସ ନାହିଁ। ନା ଏବେ ମହାମୁନି ବିଶ୍ୱାମିତ୍ର ଡାକିଛନ୍ତି ବୋଲି ଯାଇଛନ୍ତି, ତାରକା ସୁବାହୁ ମାରିଚକୁ ମାରିଛନ୍ତି। ଆଚ୍ଛା ମାରିଲା ପରେ ଗୁରୁଦେବ ଯାଉଛନ୍ତି ଆଗରେ, ଆଗରେ ସିଏ କାହାକୁ ଲକ୍ଷ୍ୟ କରିକି ଯିବେ? ଗୁରୁ ଆଜ୍ଞା ଗୁରୁ ଯୁଆଡେ ଯାଉଛନ୍ତି ତାକୁ ଲକ୍ଷ୍ୟ କରିକି ଯିବେ ନା। ଆହା ତେଣୁ ରାମଙ୍କ ଲକ୍ଷ୍ୟଟା ଅଛି ବିଶ୍ୱାମିତ୍ରଙ୍କ ଉପରେ। ଦେଖ ଆଉ ତଳୁ କୁଣ୍ଡିକି ରାସ୍ତା ଚାଲିଲା ଭଳିଆ ଅବସ୍ଥାରେ ସିଏ ନାହାନ୍ତି ନାହାନ୍ତି। ନାହାନ୍ତି ବିଶ୍ୱାମିତ୍ରଙ୍କୁ ଅନେଇକିରି ଗଲା ବେଳେ ଏ ହେ ତାଙ୍କ ପାଦଟି ହଁ। ଆକସ୍ମିକ ଭାବରେ ହଁ। କବିଭଞ୍ଜ କହିଲେ ବାଟେ ସେ ବନରେ ପଡିଥିଲା ପଡ଼ିଥିଲା ଦିବ୍ୟ ଦିବ୍ୟ ଶିଳା। ସେ ବନରେ ସେ ଜଙ୍ଗଲରେ ହଁ। ବାଟରେ ହଁ। ପଡିଥିଲା ଦିବ୍ୟ ଶିଳା। ଶିଳା 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 ବୋଲେ ପଥର, ପଥର ଖଣ୍ଡେ ସୁନ୍ଦର ପଥର ପଡିଥିଲା ବାଟରେ।
हे मोर नमस्य ज्ञानी गुणी विवेकी महोदय विषौ रामचरण रामचंद्रंकर पादटा बाजिगला से पत्थर भितरे लगी से अबला प्रभुंकर पाद बाजिबा मात्रे से पत्थर भितर जन्म नेला गोटे दिव्य सुंदरी नारी जेतेबेले स्त्री टीए जन्म हो गला राम आश्चर्य हो गले कहले की आश्चर्य कथा गोटे पत्थर भितर गोटे जीवंत नारी सृष्टि हवा एटा कोन केबे हेले संभव की तेणु गोटे पत्थर आज दिव्य सुंदरी नारी हेला निश्चित या पछरे किछि ना किछि कारण अछि किछि रहस्य अछि किछि इतिहास अछि आज्ञा राम सैठी निज गुरुदेव विश्वामित्र को डाकी देले कला विस्मय होइयो नाई भाबी रघुपति बनी तार प्रभाए जंगल शोभा जमिति ये दिव्य सुंदरी नारीटर शोभा सेमिति कहला अति दिव्य सुंदरी नायिकाटी है गुरुदेव को डाकी देले भगवान रामचंद्र कहले गुरुदेव नहीं तोठू नाटक शिखिबा उचित ए पाला सइला परे टुलु बाबू कहउतले तांकर नारायणी पटरे हबो ड्रामा पाटियर भाव ए टुलु बाबू एटा बिना पैसा डायरेक्टर करके कुनियो घरू खाई के क्या जो डायलॉग रो जो मॉड्यूलेशन डायलॉग डिलीवरी केमती करा जाय तर जो मॉड्यूलेशन करा जाय निर्देशक माने सिकांती को रस को चाहि कि को प्रकार डायलॉग करा जिवो एटा याठू शिखिबो ना गुरा शिखुछु रामचंद्र डाकले गुरु 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 मारी भी धरि तो दांत झड़ी दिबि सीधा आ गुरु बदमाश। पड़ो डाकुछु मो को कहले हे नमस्ते गुरुदेव दया करी आपण कहंतु ये जंगल भितरे मो पाद बाजिबा मात्रे गोटा पत्थरटा केमिति दिव्य सुंदरी नारी हेला पहले विश्वामित्र बोइले मित्र वंशी विधाता भगले उर्वशी सुंदरी विश्वामित्र कहले हे मित्र वंशी हे सूर्यवंशी राम आपण शुणंतु काहे केमिति हेला कहले विधाता भग्ने उर्वशी सुंदरी माताण विधाता कहले ब्रह्मा ब्रह्मा दिने चिंता कले उर्वशीर रूपर गर्व को भांगिबे कारण ये स्वर्गर अप्सरी मानक भितरे सबुठु अधिक सुंदरी उर्वशी बोली ता मन भितर गोटा गर्व अहंकार हो गला ब्रह्मा विचार कले कहला रे उर्वशी तू जते सुंदरी हेले सुधा से बहादुरटा कार ब्रह्मार कारण मु सृष्टि करिछि बोली तू सुंदरी मु भल चित्रकर बोली चित्रटा सुंदर हैला ना आपण सिना चित्र को देखि प्रशंसा कले किंतु चित्र को जे करिछि बहादुरटा तार ना कोणार्क मंदिर तयारी हेछि आपण देखि कि खुशी हे जाउछंती कोणार्क मंदिर जो 1200 बढ़ई आज्ञा 12 वर्ष लागि सुंची मुनरे कारुकार्य तयारी करछंती आज्ञा तांको कथा चिंता करन आज्ञा प्रशंसार पात्र किए